ହ୍ୟାଲୋ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ କ'ଣ ନା ଲର୍ଣ୍ଣିଂ ଆସେସମେଣ୍ଟର ୟୁନିଟ୍ 3 ଯେଉଁଟା ଅଛି ଟୁଲ୍ସ ଅଫ୍ ଆସେସମେଣ୍ଟ, ତ ସେଇଟା ହିଁ ଆମେ ଅଧାରୁ ରଖିଥିଲେ କାଲି, ତ ଏଇଟା ଆମେ କମ୍ପ୍ଲିଟ୍ କରିଦେବା। ଏଇଟା ହେଉଛି ତାର ପାର୍ଟ 2ଟା। କାଲି ଆମେ ପଢ଼ିଥିଲେ ତମର ହେଉଛି ଆସେସମେଣ୍ଟ ବିଷୟରେ ସବୁ ପଢ଼ିଥିଲେ, ତାପରେ ଟୁଲ୍ସ ଅଫ୍ ଆସେସମେଣ୍ଟ, ସର୍ଟ ଆନ୍ସର୍ ଟାଇପ୍, ଏସେ ଟାଇପ୍ ଏସବୁ ବିଷୟରେ ପଢ଼ିଥିଲେ। ଆଜି ଆମେ ଦେଖିବା କ'ଣ ନା ଗାଇଡ଼ଲାଇନ୍ସ ଫର୍ କନଷ୍ଟ୍ରକ୍ସନ୍ ଆଣ୍ଡ ସ୍କୋରିଂ। ଆମେ ଯେଉଁ ସବୁ ସାର୍ ମାନେ ଯେଉଁ ଟେଷ୍ଟ ସବୁ କନଷ୍ଟ୍ରକ୍ସନ୍ କରନ୍ତି ତାକୁ ଯେଉଁ ସ୍କୋର ମାନେ ମାର୍କ ଦିଅନ୍ତି ତା ପାଇଁ କ'ଣ କ'ଣ ଗାଇଡ଼ଲାଇନ୍ ସବୁ ଅଛି। ଫର୍ କନଷ୍ଟ୍ରକ୍ସିଂ କ୍ୱେଶ୍ଚନ୍ସ, ଫାଷ୍ଟ କ୍ୱେଶ୍ଚନ୍ କନଷ୍ଟ୍ରକ୍ଟ କରିବା ପାଇଁ ତୁମକୁ କ'ଣ କ'ଣ ସବୁ କ୍ରାଇଟେରିଆ ମାନିତେ ପଡ଼ିବ। ଫାଷ୍ଟ ହେଉଛି କିପ୍ ଦି କ୍ୱେଶ୍ଚନ୍ସ ସିମ୍ପଲ୍ ଆଣ୍ଡ କ୍ଲିୟର୍। ଯେଉଁ ବି ତୁମେ ସାର୍ମାନେ ଯାହା ବି କ୍ୱେଶ୍ଚନ୍ ସବୁ ଲେଖୁଛନ୍ତି ବା ଯାହା ବି ଛୁଆମାନଙ୍କ ପାଇଁ କ୍ୱେଶ୍ଚନ୍ ସବୁ ତିଆରି କରୁଛନ୍ତି ସେଇଟା ବହୁତ ସିମ୍ପଲ୍ ହେବା ଦରକାର, କ୍ଲିୟରଲି ଲେଖା ହେଇଥିବା ଦରକାର। ଆସ୍କ କ୍ୱେଶ୍ଚନ୍ସ ଦ୍ୟାଟ୍ ନିଡ୍ ଥିଙ୍କିଂ ନଟ୍ ଜଷ୍ଟ ମେମୋରି। ଯାହା ବି ତୁମେ ସାର୍ମାନେ ଯେଉଁ ଛୁଆମାନଙ୍କୁ କ୍ୱେଶ୍ଚନ୍ ଦେବ ବା ଏକ୍ଜାମ୍ରେ ଯେଉଁ ବି କ୍ୱେଶ୍ଚନ୍ ପକାଇବ, ଖାଲି ନୁହେଁ ଯେ ସେମାନେ ଯେଉଁ ଆଡ଼କୁ ଘୁଷି ଦେଇକି ଆସିବେ ଆଉ ଲେଖିଦେବେ, ତ ସେମିତିଆ କ୍ୱେଶ୍ଚନ୍ ନୁହେଁ। ସେଠି କିଛି ଏମିତିଆ କିଛି କ୍ୱେଶ୍ଚନ୍ ପକାଇବ ଯାହାଦ୍ୱାରା ସେମାନଙ୍କୁ କିଛି ସମୟ ଭାବିତେ ପଡ଼ିବ। ସେ କ୍ୱେଶ୍ଚନ୍ଟା ଟିକେ କମ୍ପ୍ଲେକ୍ସ ହେଇଥିବା ଦରକାର ବା ସିଚୁଏସନ୍ ବେସ୍ଡ କ୍ୱେଶ୍ଚନ୍ ହେଇଥିବା ଦରକାର। ସେଇଟା କହୁଛି ଆସ୍କ କ୍ୱେଶ୍ଚନ୍ ଦ୍ୟାଟ୍ ନିଡ୍ ଥିଙ୍କିଂ ନଟ୍ ଜଷ୍ଟ ମେମୋରି। ଆଭଏଡ୍ ଭାଗ୍ୟୁ ଅର୍ କନଫ୍ୟୁଜିଂ ୱାର୍ଡ। କ୍ୱେଶ୍ଚନ୍ ଭିତରେ ଏତେ କିଛି କନଫ୍ୟୁଜିଂ ୱାର୍ଡ ଦେବ, ସିମ୍ପଲ୍ ୱାର୍ଡରେ ଲେଖିବ ଯଦ୍ୱାରା ଛୁଆମାନେ ଠିକ୍ ଭାବରେ ବୁଝିପାରିବେ। ମେକ୍ ସିଓର ଅଲ୍ ଷ୍ଟୁଡେଣ୍ଟ ଆନ୍ସର୍ ଦି ସେମ୍ କ୍ୱେଶ୍ଚନ୍। ମାନେ ଯେଉଁ ବି ତୁମେ କ୍ୱେଶ୍ଚନ୍ ଗୋଟେ ବନଉଛ ସେ କ୍ୱେଶ୍ଚନ୍ଟା ଯେମିତି ସବୁ ଛୁଆମାନେ ସେଇ ଗୋଟିଏ ପ୍ରକାର କ୍ୱେଶ୍ଚନ୍ ପାଇବେ, ନୁହେଁ କି ତାର ମାନେ ଗୋଟେ ପାର୍ଟର ଛୁଆମାନେ ପାଇଲେ ଗୋଟେ ପ୍ରକାର କ୍ୱେଶ୍ଚନ୍, ଆଉ ଗୋଟେ ଛୁଆ ପାଇଲେ ଆଉ ଗୋଟେ ପ୍ରକାର କ୍ୱେଶ୍ଚନ୍। ସେମିତି ଭାବେ ସବୁ ଛୁଆମାନଙ୍କୁ ଗୋଟିଏ ପ୍ରକାର କ୍ୱେଶ୍ଚନ୍ ଦିଆଯିବ। ଏଇଟା ହେଉଛି କନଷ୍ଟ୍ରକ୍ଟିଂ କ୍ୱେଶ୍ଚନ୍ର କିଛି ରୁଲ୍ସ। ଫର୍ ସ୍କୋରିଂ ଦି ଏସେ, ଯଦି ତୁମର ଏସେ ଟାଇପ୍ର କ୍ୱେଶ୍ଚନ୍, ଏସେ ଟାଇପ୍ କଲି କ୍ୱେଶ୍ଚନ୍ ମାନେ ଲଙ୍ଗ୍ କ୍ୱେଶ୍ଚନ୍ ଆଡ଼କୁ ଅଛି ଯେଉଁ, ତାକୁ ତୁମେ ସ୍କୋର କରିବା ପାଇଁ ଚାହୁଁଛ ବା ତାକୁ ମାର୍କ ଦେବା ପାଇଁ ଚାହୁଁଛ, କେଉଁ କେଉଁ ମେଥଡ଼ରେ ସାର୍ମାନେ ମାର୍କ ଦେଇଥାନ୍ତି। ଗୋଟେ ହେଉଛି ପଏଣ୍ଟ ମେଥଡ଼ ଅଛି, ଗୋଟେ ଆନାଲିଟିକ୍ ମେଥଡ଼ ଅଛି, ଗୋଟେ ହୋଲିଷ୍ଟିକ୍ ମେଥଡ଼ ଅଛି, ଆଉ ଗୋଟେ ପ୍ରାଇମେରୀ ଟ୍ରେଟ୍ ମେଥଡ଼ ଅଛି। ପଏଣ୍ଟ ମେଥଡ଼ କ'ଣ ନା ଏସାଇନିଂ ମାର୍କସ୍ ଫର୍ ଇଚ୍ କି ପଏଣ୍ଟ। ତୁମେ ଧର ଗୋଟେ ଦେଲ ଗୋଟେ ଏସେ ଟାଇପ୍, ଧର ଗୋଟେ ଦେଲ କ'ଣ ଏସେ ଗୋଟେ ଦେଲ ଯେ ୟର୍ ଏନଭାରମେଣ୍ଟ ହେଲା, ତା ଉପରେ ଗୋଟେ ଏସେ ଲେଖିବା ପାଇଁ ତୁମେ ହେଉଛି ତାର ଇଚ୍ ପଏଣ୍ଟକୁ ଦେଖ। ଯଦି ସେ ଲେଖିଛି ହେଉଛି କ'ଣ ନା ଫାଷ୍ଟ ଇଣ୍ଟ୍ରୋଡକ୍ସନ୍ ଦେଖିଛି, ତାପରେ ତାକୁ ଏକ୍ସପ୍ଲେନ୍ କରିଛି, ତାପରେ ତା ମେରିଟ୍ ଡିମେରିଟ୍ କନକ୍ଲୁଜନ୍ ସବୁ ପାଞ୍ଚଟା ଏମିତି ପଏଣ୍ଟ ଦେଖିଛି, ତାର କି ପଏଣ୍ଟ ଆଡ଼କୁ ଦେଖିକି ତୁମେ ତାକୁ ମାର୍କ ଦିଅ। ପ୍ରତି ପଏଣ୍ଟ ପାଇଁ କେତେ କେତେ ମାର୍କ ରଖ, ତାପରେ ତାକୁ ମାର୍କ ଦିଅ। ଦ୍ୟାଟ୍ ଇଜ୍ ପଏଣ୍ଟ ମେଥଡ଼। ପ୍ରତି ପଏଣ୍ଟକୁ ଚେକ୍ କରିକି ମାର୍କ ଦିଆଯିବ। ଆନାଲିଟିକ୍ ମେଥଡ଼ କ'ଣ ନା ବ୍ରେକ୍ସ ଦି ଆନ୍ସର୍ସ ଇଣ୍ଟୁ ପାର୍ଟସ୍, ଯେଭଳିଆ କଣ୍ଟେଣ୍ଟ, ଗ୍ରାମାର ଆଣ୍ଡ ସ୍କୋର ଇଜ୍। ତାମାନେ କ'ଣ କହୁଛି ଆନାଲିଟିକ୍ ମେଥଡ଼ର, ସେ କହୁଛି ପୁରା ଯେଉଁ ଏସେଟା ଅଛି ତାକୁ ତୁମେ ତିନିଟା କ୍ରାଇଟେରିଆରେ ତୁମେ ହେଉଛି ଦେବ, ତାକୁ ପୁରା ଭାଙ୍ଗିକି ତାକୁ ହେଉଛି ମାର୍କ ଦେବ। ଧର ଗୋଟେ କଣ୍ଟେଣ୍ଟ ପାଇଁ ରଖିବ 10 ମାର୍କ, ତାପରେ ଯଦି ଗ୍ରାମାର ଫ୍ରାମାର ଠିକ୍ ଅଛି ତା ପାଇଁ ରଖିବ 5 ମାର୍କ, ଆଉ ଯଦି ଠିକ୍ ଭାବରେ ଅର୍ଗାନାଇଜ୍ କରି ଲେଖିଛି ତା ପାଇଁ ରଖିବ 5 ମାର୍କ। ଯଦି ସବୁ କଣ୍ଟେଣ୍ଟ ସବୁ ଠିକ୍ ଅଛି ତାହେଲେ 10ରୁ କେତେ ଦେବ, ବା ଗ୍ରାମାର ଯଦି ଠିକ୍ ଅଛି 5ରୁ କେତେ ଦେବ। ତ ଏଇଭଳିଆ ସବୁ ବ୍ରେକ୍ କରିକି ଆନ୍ସର୍କୁ ସବୁ ବ୍ରେକ୍ କରିକି ପାର୍ଟରେ, ତାପରେ ପ୍ରତି ତାପରେ ହେଉଛି ପାର୍ଟ ପାଇଁ କିଛି କିଛି ମାର୍କ ରଖିବ ବା ସ୍କୋର ଦେବ, ତାକୁ ହେଉଛି କୁହାଯିବ କ'ଣ ଆନାଲିଟିକ୍ ମେଥଡ଼। ତାପରେ ହୋଲିଷ୍ଟିକ୍ ମେଥଡ଼, ଜଜ୍ ଦି ଏଣ୍ଟାୟାର ରେସ୍ପନ୍ସ ଓଭର। ୟା ମାନେ କ'ଣ ନା ପୁରା ଏସେଟାକୁ ତୁମେ ପଢ଼ିଥିଲ, ପୁରା ଏସେଟାକୁ ପଢ଼ି ଦେଇକି ତୁମକୁ ସେ ଏସେଟା କେତେ ଭଲ ଲାଗିଲା କି ଆଉ ଟିକେ କ'ଣ ଇମ୍ପ୍ରୁଭମେଣ୍ଟ ହେଇପାରିଥାନ୍ତେ, ତା ଉପରେ ପୁରା ଓଭରାଲ୍ ଜଜମେଣ୍ଟ ଗୋଟେ ଦେଇଦେବ ହେଲା। ସେଇଟା କହୁଛି ଜଜ୍ ଦି ଏଣ୍ଟାୟାର ରେସ୍ପନ୍ସ ଓଭରାଲ୍, ମାନେ ପୁରା ଏସେଟାକୁ ପଢ଼ିକି ତୁମକୁ ଗୋଟେ ମାର୍କ ଦେବାର ଅଛି। ଦ୍ୟାଟ୍ ଇଜ୍ ହୋଲିଷ୍ଟିକ୍ ମେଥଡ଼। ପ୍ରାଇମେରୀ ଟ୍ରେଟ୍ ମେଥଡ଼, ପ୍ରାଇମେରୀ ଟ୍ରେଟ୍ ମେଥଡ଼ କ'ଣ ନା ବେସ୍ଡ ଅନ୍ କମ୍ପ୍ଲିଟିଂ ଦି ଟାସ୍କ ଗିଭ୍ ଦି ମାର୍କ। ମାନେ କ'ଣ ନା ତୁମେ ଦେଇଥିଲ ହେଉଛି କ'ଣ ନା 300ଟା ୱାର୍ଡ଼ ଭିତରେ ହେଉଛି ଏସେଟା ଲେଖିବା ପାଇଁ, ଧର ସେ ଛୁଆଟା 300ଟା ୱାର୍ଡ଼ ଭିତରେ ଏସେଟା ଲେଖିଦେଇଛି, ତ ତାକୁ ଫୁଲ୍ ମାର୍କ ଦିଆଯିବ। ବୁଝିପାରିଲ, ମାନେ ତୁମେ ଟାସ୍କଟା ଦେଇଥିଲ, ସେ ଟାସ୍କଟା ଖାଲି କମ୍ପ୍ଲିଟ୍ କରିଦେଲା, ତୁମେ ତାକୁ ପୁରା ମାର୍କ ଦେଇଦେବ। ଦ୍ୟାଟ୍ ଇଜ୍ ପ୍ରାଇମେରୀ ଟ୍ରେଟ୍ ମେଥଡ଼ ହେଲା। ଲେଟର ୱାର୍ଡ଼ ରିଟେନ୍ ଗିଭ୍ ଫୁଲ୍ ମାର୍କ। ତାପରେ କ'ଣ ନା ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ। ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ କ'ଣ ନା ଆମର ଯେଉଁ ଲର୍ଣ୍ଣିଂ ଅଛି ତାର ତିନିଟା ଡୋମେନ୍ ଅଛି ହେଲା। 3 ଡୋମେନ୍ସ ଅଫ୍ ଲର୍ଣ୍ଣିଂ, ମାନେ ଲର୍ଣ୍ଣିଂର ତିନିଟା ଡୋମେନ୍ ଅଛି। ଗୋଟେ କଗ୍ନିଟିଭ୍ ଡୋମେନ୍, ଆଉ ଗୋଟେ ଆଫେକ୍ଟିଭ୍ ଡୋମେନ୍, ଆଉ ଗୋଟେ ସାଇକୋମୋଟର ଡୋମେନ୍। ୟା ମାନେ କ'ଣ ନା ଯେତେବେଳେ ସାର୍ମାନେ ଗୋଟେ ଛୁଆକୁ ଆସେସମେଣ୍ଟ କରୁଛନ୍ତି, ତ ସାର୍ମାନେ ଛୁଆଙ୍କର ଥିଙ୍କିଂ ସ୍କିଲ୍କୁ ମଧ୍ୟ ଜାଣିବା ଦରକାର, ମାନେ ତାଙ୍କ କଗ୍ନିଟିଭ୍ ପାର୍ଟକୁ ଜାଣିବା ଦରକାର, ତାଙ୍କ ଆଫେକ୍ଟିଭ୍ ପାର୍ଟକୁ ଜାଣିବା ଦରକାର। ଆଫେକ୍ଟିଭ୍ ମାନେ କ'ଣ ନା ଛୁଆଟା କେତେ ଇମୋସନାଲ୍, କେତେ କେଉଁ ଧର ସ୍କୁଲରେ ଗୋଟେ କ୍ଲାସ୍ରେ ଗୋଟେ ଗୋଟେ ଝଗଡ଼ା ଲାଗିଛି ହେଲା, ସେ ଗୋଟେ ଛୁଆଟା ତାର ଯଦି ଭଲ ଫିଲିଙ୍ଗସ୍ ଥିବ ସେ ଝଗଡ଼ାଟାକୁ ଯାଇକି ଶାନ୍ତ କରିବ ବା ଛୁଆମାନଙ୍କୁ ବୁଝେଇବ। ଯଦି ତା ପାଖରେ ଫିଲିଙ୍ଗସଟା ସେତେ ନେଗେଟିଭ୍ ଫିଲିଙ୍ଗ ଥିବ, ତାହେଲେ ସେଇ ଝଗଡ଼ାଟାକୁ ସେ ଆଉ ଟିକେ ବଢ଼େଇବ। ବୁଝିପାରୁଛ ନା? ତ ସେଇଟା ହେଉଛି ଆଫେକ୍ଟିଭ୍ ଡୋମେନ୍।
ତାପରେ ସାଇକୋମୋଟର ଡୋମେନ୍ କ'ଣ ନା ଫିଜିକାଲ ଆଉ ମୋଟର ସ୍କିଲ୍ ଯେ ଛୁଆମାନଙ୍କର ମୋଟର ସ୍କିଲ୍ଟା କେତେ ହେଉଛି ଭଲ କେତେ ଧର ସାର୍ ମାନେ ଗୋଟେ ଡ୍ୟାନ୍ସ ସାର୍ ଅଛନ୍ତି ସେ ଛୁଆମାନଙ୍କୁ କିଛି ଡ୍ୟାନ୍ସ ସ୍କିଲ୍ ଆଡ଼କୁ ଦେଖାଉଛନ୍ତି ତ ଯଦି ଯାହାର ମୋଟର ସ୍କିଲ୍ ବା ସାଇକୋମୋଟର ଡୋମେନ୍ଟା ବହୁତ ଭଲ ଥିବ ତାହେଲେ ସେ ଡ୍ୟାନ୍ସ ଷ୍ଟେପ୍ ଆଡ଼କୁ ବା ସ୍କିଲ୍ ଆଡ଼କୁ ଷ୍ଟେପ୍ ଆଡ଼କୁ ବହୁତ ଇଜିଲି ସେ କ୍ୟାପଚର୍ କରେ ହେଲା ତ ସେଇ କଥା କହୁଛି ଯେଉଁ ଲର୍ଣ୍ଣିଂ କରିବାର ତିନିଟା ଡୋମେନ୍ ଥାଏ ଗୋଟେ ହେଉଛି କଗ୍ନିଟିଭ୍ ଡୋମେନ୍ ଯେଉଁଟା ଥିଙ୍କିଂ ଯେଉଁଟା ଗୋଟେ ଆଫେକ୍ଟିଭ୍ ଡୋମେନ୍ ଯେଉଁଟା ଇମୋସନ୍ और ଫିଲିଂ ସହିତ ଡିଲ୍ କରିଥାଏ ଆଉ ଗୋଟେ ସାଇକୋମୋଟର ଡୋମେନ୍ ଯେଉଁଟା ଫିଜିକାଲ ଆଣ୍ଡ ମୋଟର ସ୍କିଲ୍ ଉପରେ କ'ଣ କରିଥାଏ ଡିଲ୍ କରିଥାଏ ତାପରେ ବୁଝିବା ମିନିଂ ଅଫ୍ ଆଫେକ୍ଟିଭ୍ ଡୋମେନ୍ର ମାନେ କ'ଣ ଆମେ ଏଠି ଏ ଦୁଇଟା ପଢ଼ିବାନି ଆମେ ପଢ଼ିବା ଏଠି ଆଫେକ୍ଟିଭ୍ ଡୋମେନ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ଇଜ୍ ରିଲେଟେଡ୍ ଟୁ ଆୱାର ଫିଲିଂସ୍ ଆଟିଚ୍ୟୁଡ୍ସ ଭ୍ୟାଲ୍ୟୁଜ୍ ଇଣ୍ଟରେଷ୍ଟେଡ୍ ଆଣ୍ଡ ଇମୋସନ୍ ଯେଉଁ ପ୍ରକାର ଯାହାଦ୍ୱାରା ଆମେ ଆମର ଫିଲିଂସ୍ ଆଟିଚ୍ୟୁଡ୍ ଭ୍ୟାଲ୍ୟୁ ବା ଇଣ୍ଟରେଷ୍ଟ ଇମୋସନ୍ ଏସବୁ ବିଷୟରେ ଲର୍ଣ୍ଣ କରିଥାଉ ବା ଲର୍ଣ୍ଣିଂ ହେଇଥାଏ ତାକୁ ହିଁ କୁହାଯିବ କ'ଣ ନା ଆଫେକ୍ଟିଭ୍ ଲର୍ଣ୍ଣିଂ କୁହାଯାଏ ଇଟ୍ ଇଜ୍ ଅଲସୋ କଲ୍ଡ ଭ୍ୟାଲ୍ୟୁଇଂ ଡୋମେନ୍ ଆଫେକ୍ଟିଭ୍ ଡୋମେନ୍କୁ ଭ୍ୟାଲ୍ୟୁଇଂ ଡୋମେନ୍ ମଧ୍ୟ କୁହାଯାଇଥାଏ ଇଏ ଏଟାକୁ କିଏ ଡେଭଲପ୍ କରିଥିଲେ ନା ଡାଭିଡ୍ କାର୍ଥବୋର୍ଡ ହେଲା ଇଏ ହେଉଛି ଡେଭଲପ୍ କରିଥିଲେ ଆଫେକ୍ଟିଭ୍ ଲର୍ଣ୍ଣିଂ ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ଆଫେକ୍ଟିଭ୍ ଲର୍ଣ୍ଣିଂକି କେମିତି ସାର୍ମାନେ ଆସେସମେଣ୍ଟ କରିଥାନ୍ତି ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ମିନ୍ସ measuring how student feel behavior and respond emotionally in the learning environment ସ୍କୁଲରେ ହେଲା ଗୋଟେ ଛୁଆଟା କେତେ ମାନେ କେମିତି ହେଉଛି ଗୋଟେ ଜିନିଷକୁ ସେ ହେଉଛି ଫିଲ୍ କରୁଛି କେମିତି ସେ ସାଙ୍ଗମାନଙ୍କ ସହିତ ବିହେଭ୍ କରୁଛି କେମିତି ଗୋଟେ ସିଚୁଏସନ୍କୁ ସେ ରେସ୍ପଣ୍ଡ କରୁଛି ଇମୋସନାଲି କେତେ ସେ ଷ୍ଟେବୁଲ୍ ଅନଷ୍ଟେବୁଲ୍ ଏଇଆକୁ ଯେଉଁ ମେଜର୍ କରିବାଟାକୁ କୁହାଯାଏ କ'ଣ ନା ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ହେଲା ଏକ୍ଜାମ୍ପଲ୍ କ'ଣ ଗୋଟେ ନା ଡଜ୍ ଦି ଷ୍ଟୁଡେଣ୍ଟ ଶୋ ଦି ରେସ୍ପେକ୍ଟ ଅଫ୍ ଟୁ ଦି କ୍ଲାସମେଟ୍ସ ଯେଉଁ କ୍ଲାସମେଟ୍ସ ମାନେ ସମସ୍ତେ ରହିଛନ୍ତି ଗୋଟେ ଛୁଆଟା କ'ଣ ସେ କ୍ଲାସମେଟ୍ ମାନଙ୍କୁ ସମସ୍ତଙ୍କୁ ରେସ୍ପେକ୍ଟ ଦେଉଛି ନା ସମସ୍ତଙ୍କ ସାଙ୍ଗରେ ଝଗଡ଼ା କରୁଛି ତ ଏଇଟା ହେଉଛି ମେଜର୍ କରିବା ଗୋଟେ ଛୁଆ ବିଷୟରେ ହେଉଛି ତାକୁ ହିଁ କହିବା ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ଡଜ୍ ଦି ଷ୍ଟୁଡେଣ୍ଟ ଶୋ ଦି ଅନେଷ୍ଟ ଡ୍ୟୁରିଂ ଏକ୍ଜାମ୍ ଯେତେବେଳେ ହେଉଛି ହେଲା ସେତେବେଳେ ସେ ଅନେଷ୍ଟି ଦେଖାଉଛି କି ନା ନାହିଁ ସେଟା ହେଉଛି ତାର କ'ଣ ବିହେଭିଅର୍ ବା ଫିଲିଂ କେଉଁଟା ଆମେ ହେଉଛି ଜଜ୍ କରୁଛନ୍ତି ବା ମେଜର୍ କରୁଛନ୍ତି ସେଇଟା ହେଉଛି ହେବ କ'ଣ ଆସେସମେଣ୍ଟ ଅଫ୍ ଆଫେକ୍ଟିଭ୍ ଲର୍ଣ୍ଣିଂ ତାପରେ ଟୁଲ୍ସ ଅଫ୍ ଫର୍ ଆସେସିଂ ଆଫେକ୍ଟିଭ୍ ଲର୍ଣ୍ଣିଂ ଆଫେକ୍ଟିଭ୍ ଲର୍ଣ୍ଣିଂକୁ ତୁମେ ଯଦି ମେଜର୍ କରିବା ପାଇଁ ଚାହୁଁଛ ଚେକ୍ କରିବା ପାଇଁ ଚାହୁଁଛ କେଉଁ କେଉଁ ଟୁଲ୍ ସବୁ ୟୁଜ୍ କରିପାରିବ ଫାର୍ଷ୍ଟ ହେଉଛି ଅବଜର୍ଭେସନ୍ ଛୁଆକୁ ହେଉଛି ଅବଜର୍ଭ କର ଗୋଟେ ଗ୍ରୁପ୍ ପାର୍ଟିସିପେସନ୍ ଗୋଟେ କାମ ଦେଇକି ସେ ଛୁଆଟାକୁ ଅବଜର୍ଭ କର ତା ଭିତରେ ଛୁଆମାନଙ୍କୁ କ୍ଲାସରୁମ୍ ବିହେଭିଅର୍କୁ ତୁମେ ଅବଜର୍ଭ କରିକି ଜାଣିପାରିବ ଯେ କେତେ ହେଉଛି ଆଫେକ୍ଟିଭ୍ ଲର୍ଣ୍ଣିଂ ତାର କେଉଁଗୁଡ଼ା କ'ଣ ଆନେକ୍ଡୋଟାଲ୍ ରେକର୍ଡ ବା ଟିଚର ନୋଟ୍ସ ପ୍ରତିଦିନ ସାର୍ମାନେ ଛୁଆଙ୍କୁ ଅବଜର୍ଭ କରିକି ନୋଟ୍ସ ଟିଚର ତାଙ୍କ ନିଜର ନୋଟ୍ ବନେଇବେ ଯେ ଛୁଆଟା ଏଇଟା ଆଜି ଇଏ କଲା ସେଇଆ କଲା ସେଟାକୁ ଆନେକ୍ଡୋଟାଲ୍ ରେକର୍ଡ କୁହାଯାଏ ତାପରେ ରେଟିଂ ସ୍କେଲ୍ ତାକୁ ତୁମେ ୟୁଜ୍ କରିପାରିବ ଚେକଲିଷ୍ଟ ୟୁଜ୍ କରିପାରିବ ଷ୍ଟୁଡେଣ୍ଟ ରିଫ୍ଲେକ୍ସନ୍ ଅର୍ ଜର୍ନାଲ୍ସ ଛୁଆମାନେ ସାର୍ମାନେ ଛୁଆମାନଙ୍କୁ ଦେବେ କିଛି ଲେଖିବା ପାଇଁ ଛୁଆମାନେ ଲେଖିକି ଆଣିବେ ତା ଭିତରୁ ମଧ୍ୟ ସେମାନେ କେଉଁ ଭଳିଆ ଗୋଟେ ସିଚୁଏସନ୍ ଉପରେ କେଉଁଭଳିଆ କ'ଣ ଭାବୁଛନ୍ତି କ'ଣ କ'ଣ ଫିଲିଂ କରୁଛନ୍ତି ତା ଭିତରୁ ମଧ୍ୟ ସେମାନେ ଜାଣିପାରିବେ ତାପରେ ପିଅର୍ ଫିଡ଼ବ୍ୟାକ୍ ଛୁଆ ସାଙ୍ଗ ଛୁଆମାନଙ୍କୁ ବି ପଚାରିପାରିବ ଯେ ସେ ଛୁଆଟା ତୁମ ସହିତ କେଉଁ ଭଳିଆ ବିହେଭ୍ କରୁଛି କ୍ଲାସରୁମ୍ ଭିତରେ ସେ ସାଇଲେଣ୍ଟ ରହୁଛି ନା ସବୁବେଳେ ପାଇଁ ବଦମାସି ହେଉଛି ତ ପିଅର୍ ଫିଡ଼ବ୍ୟାକ୍ରୁ ମଧ୍ୟ ତୁମେ ଛୁଆର ଆଫେକ୍ଟିଭ୍ ଡୋମେନ୍କୁ ମେଜର୍ କରିପାରିବ ଓକେ ତାପରେ ଦେଖିବା ଛୁଆ ଗୋଟେ ଗୋଟେ ଫାଷ୍ଟ ବୁଝିବା ଇଣ୍ଟରଭ୍ୟୁ ହେଲା ମିନିଂ କ'ଣ ନା an interview is a face to face conversation where one person asks questions and the other person answers ଯିଏ କ୍ୱେଶ୍ଚନ୍ ପଚାରନ୍ତି ତାକୁ କୁହାଯାଏ ଇଣ୍ଟରଭ୍ୟୁଅର୍ ଆଉ ଯିଏ ଦିଏ ମାନେ ଆନ୍ସର୍ ଯିଏ ଦିଏ ତାକୁ କୁହାଯାଏ ଇଣ୍ଟରଭ୍ୟୁ ହେଲା ତ ଇଣ୍ଟରଭ୍ୟୁ କ'ଣ ନା ଗୋଟେ ଫେସ୍ ଟୁ ଫେସ୍ କନଭରସେସନ୍ ଯେଉଁଠି ଜଣେ କିଛି କ୍ୱେଶ୍ଚନ୍ ପଚାରେ ଆଉ ଜଣେ କିଛି ଆନ୍ସର୍ ଦେଇଥାଏ ଇଟ୍ ଇଜ୍ ୟୁଜ୍ ଟୁ କଲେକ୍ଟ ଇନଫର୍ମେସନ୍ ଓପିନିଅନ୍ସ ଆଣ୍ଡ ଆଟିଚ୍ୟୁଡ୍ ଅଫ୍ ଏ ପର୍ସନ୍ ଗୋଟେ ପର୍ସନ୍ ବିଷୟରେ ତାର ବିଷୟରେ କିଛି ଇନଫର୍ମେସନ୍ କଲେକ୍ଟ କରିବା ତାର ଓପିନିଅନ୍ ଗୋଟେ ଜିନିଷ ଉପରେ ସେ କ'ଣ କ'ଣ ରାୟ ଦେଉଛି ତାକୁ ମେଜର୍ କରିବା ବା ତାର ଆଟିଚ୍ୟୁଡ୍କୁ ମେଜର୍ କରିବା ଏସବୁ ହେଉଛି यार इंटरव्यू ହିଁ ଏଇସବୁ କଲେକ୍ଟ କରାଯାଇଥାଏ ବା ୟାକୁ କଲେକ୍ଟ କରିବା ପାଇଁ ଇଣ୍ଟରଭ୍ୟୁଟା ୟୁଜ୍ ହେଇଥାଏ ଯେଉଁ ଆଡ଼କୁ ମୁଁ ଛାଡ଼ିକି ଯାଉଛି ହେଲା ଯେଉଁ ଟପିକ୍ ଆଡ଼କୁ ମୁଁ ଛାଡ଼ିକି ୟା ଭିତରେ ଯିବି ସେଟାକ ତୁମର ଏକ୍ଜାମ୍ ପଏଣ୍ଟ ଅଫ୍ ଭିତରୁ ଏତେ ଇମ୍ପୋର୍ଟାଣ୍ଟ ନୁହେଁ ବା ମୁଁ ଯେତିକି ପଢ଼େଇ ଦେଇଛି ସେତିକି ହିଁ ତୁମ ପାଇଁ ବହୁତ ହିଁ ସଫିସିଏଣ୍ଟ ୟାର ଭିତରୁ ଯଦି ବାହାରୁ କ୍ୱେଶ୍ଚନ୍ ଆସିବନି ୟାର ଭିତରୁ ହିଁ କ୍ୱେଶ୍ଚନ୍ ଆସିବ ଯେଉଁଗୁଡ଼ାକ ଛାଡ଼ିଛି ସେଗୁଡ଼ାକ ହେଉଛି କ'ଣ ନା ତୁମର ହେଉଛି ଲାଷ୍ଟ ଇୟର୍ ସବୁ କ୍ୱେଶ୍ଚନ୍ ମୁଁ ଯେତେବେଳେ ନୋଟ୍ ବନାଏ ତୁମର ପ୍ରିଭିୟସ୍ ଇୟର୍ ସବୁ କ୍ୱେଶ୍ଚନ୍କୁ ଆନାଲିସିସ୍ କରିକି ନୋଟ୍ ବନେଇଥାଏ ହେଲା ସେଥିପାଇଁ କେଉଁ ଆଡ଼କ ତୁମ ପାଇଁ ଜରୁରୀ କେଉଁ ଆଡ଼କ ତୁମ ପାଇଁ ଏତେ ଜରୁରୀ ନୁହେଁ ତ ସେଇଟା ବେସ୍ କରିକି ମୁଁ ନୋଟ୍ ଆଡ଼କ ବନେଇଥାଏ ତ ବେଶୀ ଓରିଡ୍ ହେବନି ଯେ ସାର୍ ଏଇଟା ଛାଡ଼ିଦେଲେ ଆଉ ଯେଉଁଟା ତୁମକୁ ଲାଗୁଛି ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ତାହେଲେ ତୁମେ ବୁକ୍ରୁ ମଧ୍ୟ ତା ବିଷୟରେ ପଢ଼ି ପାରିବ ଦେଖ ଇଟ୍ ଇଜ୍ ୟୁଜ୍ ଟୁ କଲେକ୍ଟ ଇନଫର୍ମେସନ୍ ଓପିନିଅନ୍ସ ଆଣ୍ଡ ଆଟିଚ୍ୟୁଡ୍ କଲା ତ ଟାଇପ୍ସ ଅଫ୍ ଇଣ୍ଟରଭ୍ୟୁ ଛୁଆ ଚାରି ପ୍ରକାର ଗୋଟେ ହେଉଛି ଇନଫର୍ମାଲ୍ ଇଣ୍ଟରଭ୍ୟୁ ଗୋଟେ ଷ୍ଟ୍ରକ୍ଚର୍ଡ ଇଣ୍ଟରଭ୍ୟୁ ଗୋଟେ ଅନଷ୍ଟ୍ରକ୍ଚର୍ଡ ଇଣ୍ଟରଭ୍ୟୁ ଆଉ ଗୋଟେ ହେଉଛି ପ୍ୟାନେଲ୍ ଇଣ୍ଟରଭ୍ୟୁ ଇନଫର୍ମାଲ୍ ଇଣ୍ଟରଭ୍ୟୁ କ'ଣ ନା ଏ କାଜୁଆଲ୍ ଆଣ୍ଡ ଫ୍ରେଣ୍ଡଲି ଟକ୍ ୱିଦାଉଟ୍ ଫିକ୍ସଡ୍ ସେଟ୍ ଅଫ୍ କ୍ୱେଶ୍ଚନ୍ସ ଯେତେବେଳେ ତୁମେ ଗୋଟେ
ନୂଆ ସ୍କୁଲକୁ ବା ନୂଆ କଲେଜକୁ ଯେତେବେଳେ ଆଡ଼ମିସନ୍ ହେଇତେ ଯାଅ ସେଠି ଯେ ଆଡ଼ମିସନ୍ ଯିଏ କରଉଥିବେ ତମକୁ କିଛି କ୍ୱେଶ୍ଚନ୍ କରିଥାନ୍ତି ତମ ନାଁ କ'ଣ ତମେ କେଉଁ ସ୍କୁଲରୁ ଆସିଛ ତୁମେ ଆଗରୁ କେଉଁଟା ପଢ଼ୁଥିଲ ବା ତମର ମାର୍କ କେତେ ଥିଲା ଗୋଟେ କାଜୁଆଲି ବା ଫ୍ରେଣ୍ଡଲି ଗୋଟେ ଟକ୍ ହେଇଥାଏ ଜଣେ ଲୋକଙ୍କ ସହିତ ତ ସେଇଟା ହେଉଛି ସେଇ ପ୍ରକାର ଇଣ୍ଟରଭ୍ୟୁକୁ କ'ଣ କୁହାଯାଏ ଇନଫର୍ମାଲ ଇଣ୍ଟରଭ୍ୟୁ କୁହାଯାଏ ଏ ଟିଚର କାଜୁଆଲି ଆସ୍କ ଷ୍ଟୁଡେଣ୍ଟ ଏବାଉଟ୍ ଦେୟାର ଇଣ୍ଟରେଷ୍ଟ ଯେ ସେ ଛୁଆଟା କ'ଣ କେଉଁଟାରେ କ'ଣ ରୁଚି ରଖୁଛି ତା ବିଷୟରେ ଟିଚର ଜଣେ ତାଙ୍କୁ କାଜୁଆଲି ପଚାରେ ତ ସେଇଟା ହେଉଛି ଇନଫର୍ମାଲ ଇଣ୍ଟରଭ୍ୟୁ structured interview କ'ଣ ନା ଇଣ୍ଟରଭ୍ୟୁ where all questions are pre-planned and asked in a fixed order ଏମିତି ଗୋଟେ ଇଣ୍ଟରଭ୍ୟୁ ଯୋଉଠି ସେ କ୍ୱେଶ୍ଚନ୍ ଗୁଡ଼ାକ ପୂର୍ବରୁ ସବୁ ଲେଖା ହେଇକି ରଖାହେଇଥିବ ଗୋଟେ ଖାତାରେ ଆଉ ଗୋଟେ ଫିକ୍ସଡ ଅର୍ଡରରେ ସବୁ ଲୋକମାନଙ୍କୁ କ'ଣ ସେଇ ଗୋଟିଏ ପ୍ରକାର କ୍ୱେଶ୍ଚନ୍ ହେଉଛି ପଚରାଉଥିବ ତ ଏକ୍ସାମ୍ପଲ୍ କ'ଣ ଏ ଜବ୍ ଇଣ୍ଟରଭ୍ୟୁ ୱିଥ୍ ଏ ସେଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱେଶ୍ଚନ୍ ଯେତେବେଳେ ଜଣେ ଲୋକ ଜବ୍ ଗୋଟେ ସେମ୍ ଜବ୍ ପାଇଁ 50 ଜଣ କ୍ୟାଣ୍ଡିଡେଟ୍ ଯାଇଛନ୍ତି ତ ସେଇଭଳିଆ କ୍ୱେଶ୍ଚନ୍ ସବୁ ପଚାରିବେ ଯେଉଁ କ୍ୱେଶ୍ଚନ୍ ଗୁଡ଼ାକ ତାକୁ ଆଗରୁ ଲେଖା ହେଇଥିବ ନା ତମର ନାଁ କ'ଣ କିମ୍ବା ତମେ ଆଗରୁ କେତେ ବର୍ଷ ଏକ୍ସପିରିଏନ୍ସ ଥିଲା ବା ସେଇ ଜବ୍ ଓରିଏଣ୍ଟେଡ୍ କିଛି କ୍ୱେଶ୍ଚନ୍ ଯେଉଁଗୁଡ଼ାକ ପ୍ରି ପ୍ଲାନ୍ କରାହେଇକି ଲେଖା ହେଇଥିବ ବା ଫିକ୍ସଡ ଅର୍ଡରର ଥିବ ସେଇଭଳିଆ ଇଣ୍ଟରଭ୍ୟୁକୁ ଆମେ କହିବା ଷ୍ଟ୍ରକ୍ଚର ଇଣ୍ଟରଭ୍ୟୁ ତାପରେ ଅନଷ୍ଟ୍ରକ୍ଚର୍ଡ ଇଣ୍ଟରଭ୍ୟୁ କ'ଣ ନା ଏନ୍ ଇଣ୍ଟରଭ୍ୟୁ ୱିଥ୍ ନୋ ଫିକ୍ସଡ କ୍ୱେଶ୍ଚନ୍ସ ହ୍ୱେର୍ ଦ କନଭରସେସନ୍ ଫ୍ଲୋଜ୍ ନ୍ୟାଚୁରାଲ ଯେତେବେଳେ ତୁମେ ଗୋଟେ ଡକ୍ଟର ପାଖକୁ ଯାଇଥିବ ସେଠି କିଛି ଫିକ୍ସଡ କ୍ୱେଶ୍ଚନ୍ ଥାଏ କି ସିଏ ହେଉଛି ତମେ ପଚାରିବେ ତମର ରୋଗ କ'ଣ ତମେ ରୋଗ କହିବ ପୁଣି ସେମାନେ ସେଇ ରୋଗକୁ ଆନାଲିସିସ୍ କରିକି ଆଉ ଗୋଟେ କ୍ୱେଶ୍ଚନ୍ ପଚାରିବେ ପୁଣି ତମେ ଆଉ ଗୋଟେ ଆନ୍ସର୍ ଦେବ ତ ତମ ଯେଉଁ କନଭରସେସନ୍ ଯେଉଁ ଦୁଇ ଜଣଙ୍କର ହେଉଛି ସେଟା ଫ୍ଲୋଲି ଚାଲିଥିବ ବା ନ୍ୟାଚୁରାଲି ଗୋଟେ ଚାଲିଥିବ ସେଠି କିଛି ଫିକ୍ସଡ କ୍ୱେଶ୍ଚନ୍ ରୁହେ ନାହିଁ ତ କହୁଛି ଏ କାଉନସିଲର ଟକିଂ ଫ୍ରିଲି ୱିଥ୍ ଏ ଷ୍ଟୁଡେଣ୍ଟ ଏବାଉଟ୍ ଦେୟାର ପ୍ରୋବ୍ଲେମ୍ସ ଗୋଟେ ଷ୍ଟୁଡେଣ୍ଟଟେ ତା ପ୍ରୋବ୍ଲେମ୍ ନେଇକି ଗୋଟେ କାଉନସିଲର ପାଖକୁ ଗଲେ ହେଲା ତ କାଉନସିଲର ମାନେ ତାଙ୍କର ମାନେ ସିଏ ଦୁଇ ଜଣଙ୍କ କଥାବାର୍ତ୍ତାକୁ ଜାରି ରଖିବା ପାଇଁ ଛୁଆଟା ଗୋଟେ ଆନ୍ସର୍ ଦେଲା ପୁଣି ତା ଦେହରୁ କିଛି କ୍ୱେଶ୍ଚନ୍ କଲେ ପୁଣି ଛୁଆଟା ଗୋଟେ ଆନ୍ସର୍ ଦେଲା ତା ଦେହରୁ କିଛି କ୍ୱେଶ୍ଚନ୍ କଲେ ତ ଏଇଟା ହେଉଛି ଅନଷ୍ଟ୍ରକ୍ଚର୍ଡ ଇଣ୍ଟରଭ୍ୟୁର ଗୋଟେ ଏକ୍ସାମ୍ପଲ୍ ତାପରେ ହେଉଛି ପ୍ୟାନେଲ୍ ଇଣ୍ଟରଭ୍ୟୁ ପ୍ୟାନେଲ୍ ଇଣ୍ଟରଭ୍ୟୁ ଜାଣିଥିବ ଗୋଟେ ପ୍ୟାନେଲ୍ ଥିବେ ସେଠି 5 ଜଣ ମେମ୍ବର ଥିବେ ତୁମକୁ 5 ଜଣ ମେମ୍ବର ମାନେ ବାଇ କହିକି ତୁମକୁ ଗୋଟେ କ୍ୱେଶ୍ଚନ୍ ପଚାରିବେ ଯେଉଁଟା ୟୁପିଏସ୍ସିର ହେଉଛି ତୁମର ହେଇଥାଏ କ'ଣ ଇଣ୍ଟରଭ୍ୟୁଟା ହେଇଥାଏ ତୁମର ହେଉଛି ଏବା ଯେଉଁ OAVSର ଯେଉଁ ଇଣ୍ଟରଭ୍ୟୁ ଗୁଡ଼ାକ ହେଇଥାଏ ଏସବୁ ଗୁଡ଼ାକ ପ୍ୟାନେଲ୍ ଇଣ୍ଟରଭ୍ୟୁ ଭିତରେ ଯିବ ମାନେ ଇଣ୍ଟରଭ୍ୟୁ ହ୍ୱେର୍ ଏ ପର୍ସନ୍ ଇଜ୍ କ୍ୱେଶ୍ଚନ୍ ବାଇ ଏ ଗ୍ରୁପ୍ ଅଫ୍ ଇଣ୍ଟରଭ୍ୟୁଅର୍ସ ଟୁଗେଦର ହେଲା ଯେଉଁଠି 4-5 ଜଣ ଇଣ୍ଟରଭ୍ୟୁଅର୍ ଥିବେ ଆଉ ତୁମକୁ କ୍ୱେଶ୍ଚନ୍ କରିବେ ତାକୁ କହିବା ଆମେ ପ୍ୟାନେଲ୍ ଇଣ୍ଟରଭ୍ୟୁ ଏ ଗ୍ରୁପ୍ ଅଫ୍ ଟିଚର ଇଣ୍ଟରଭ୍ୟୁ ଏ ଷ୍ଟୁଡେଣ୍ଟ ଫର୍ ଦି ରୋଲ୍ ଅଫ୍ ଦି ସ୍କୁଲ କ୍ୟାପ୍ଟେନ୍ ଧର ଗୋଟେ କ୍ଲାସ୍ର ଜଣେ ହେଉଛି ମାନେ ମନିଟର ହେବ ତାକୁ ଗ୍ରୁପ୍ ଅଫ୍ ଟିଚର ବା ସ୍କୁଲର ଜଣେ କ୍ୟାପ୍ଟେନ୍ ହେବ ତାକୁ ଟିଚର ମାନେ ସବୁ ଟିଚର ମାନେ ବସିକି ତାକୁ କିଛି କ୍ୱେଶ୍ଚନ୍ କରୁଛନ୍ତି ବା ତାର ଗୋଟେ ଇଣ୍ଟରଭ୍ୟୁ ନେଉଛନ୍ତି କିଏ ଏଇ କାମଟା ପାଇଁ ପରଫେକ୍ଟ ରହିବ ଦ୍ୟାଟ୍ ଇଜ୍ ପ୍ୟାନେଲ୍ ଇଣ୍ଟରଭ୍ୟୁ କୁହାଯାଏ ତାପରେ ରେଟିଂ ସ୍କେଲ୍ A rating scale is a tool used to measure how much or how well a student show a behavior, skill, attitude by giving a score or level. Rating scale कौन सा रेटिंग स्केल କ'ଣ ନା ଗୋଟେ ଛୁଆ କେଉଁ ଭଳିଆ ବିହେଭିଅର୍ ଦେଖୁଛି ବା ତା ଭିତରେ କ'ଣ ସ୍କିଲ୍ ଅଛି ବା ସେ ଗୋଟେ ଜିନିଷକୁ କେଉଁ ଭଳିଆ ହ୍ୟାଣ୍ଡେଲ୍ କରୁଛି ସେ ସବୁକୁ ମେଜର୍ କରିକି ତାକୁ ଗୋଟେ ସ୍କୋର୍ ଦେବା ହେଲା ଧର ଗୋଟେ ଗାର୍ଡ଼େନିଂ ହେଲା ଗାର୍ଡ଼େନିଂରେ ଗୋଟେ ଛୁଆଟା କେତେ ଭଲ ଗାର୍ଡ଼େନିଂ କରିପାରୁଛି ତାକୁ ତୁମେ ପୁରା ସାର୍ମାନେ ଭଲ ଅବଜର୍ଭ କଲେ ତାପରେ ତାକୁ ମାସ ଲାଷ୍ଟକୁ ପୁରା ଯେତିକି ଥର ଗାର୍ଡ଼େନିଂ ହେଇଛି ତାକୁ ଅବଜର୍ଭ କଲା ପରେ ତାକୁ ଗୋଟେ ସ୍କୋର୍ ଦେବେ ହେଲା ବା ତାକୁ ମେଜର୍ ସେଇ ଯେଉଁ ମେଜର୍ କରିବା ବା ସ୍କୋର୍ ଦେବାଟାକୁ ଗୋଟେ ଷ୍ଟୁଡେଣ୍ଟର ବିହେଭିଅର୍କୁ ତାକୁ ଆମେ କହିବା ରେଟିଂ ସ୍କେଲ୍ The rating scale used in the classroom to rate behavior, participation, neatness, speaking skills, etc. of a child. रेटिंग स्केलटा क्लासरूम यूज होता है कौन ना स्टूडेंटर बिहेवियर को देखिए रेटिंग स्केल मार्क दि जाता है स्टूडेंटा पार्टिसिपेशन कौड़ा कर खेलकूद कि फंक्शन कौड़ा कौन पार्टिसिपेशन कर भल पार्टिसिपेशन कर अधिक मार्क दिज्व नीटनेस सब सफा सुतरा रोच ना ना स्पीकिंग स्किल्स कौड़ा सार मैंने क्वेश्चन पचारा बेलू आंसर सब दूस ना ना ये सब को देखिए या तार बिहेवियर को सब मेजर कर मार्क देवाटा रेटिंग स्केल कहुए तीन प्रकार छुआ रेटिंग स्केल अच्छे गोटे हूँ न्यूमेरिकल रेटिंग स्केल आउ गोटे डेस्क्रिप्टिव आउ गोटे तुम ग्राफिक रेटिंग स्केल्स देख न्यूमेरिकल रेटिंग स्केल कौन ना तो दिस टाइप ऑफ रेटिंग स्केल यूज टू यूजेस नंबर्स टू रेट परफॉर्मेंस ऑफ ए स्टूडेंट एटी कौन ना एटी जो प्रकार जो मार्क दि जाए स्कोर दि जाए ये डायरेक्ट हूँ नंबर तुमको मिले धरे 5 मार्क अच्छे 5 मार्क रु 3 4 2 करके कौन दि जाए है धर गोटे हूँ तुम डांस परफॉर्मेंस है कि गोटे हूँ तुम समस्त दिहला गोटे टपिकटे पढ़ापी तो ये हूँ कौन तुम स्पीकिंग स्किल टाक हूँ मेजर कराला जो मैंने बहुत भल भाव में पढ़े 5 दिगला जो मैंने टी पढ़ी पारे 2 दिगला तो ये नंबर यूज कराए तुमको मार्क देवाई तो सहीटा हूँ कौन कह न्यूमेरिकल रेटिंग न्यूमेरिकल रेटिंग स्केल बोली कह
एग्जांपल रेड दी प्रेजेंटेशन स्किल गोटे छुआटा प्रेजेंटेशन करछि ताको तमे देलो कोन 1 2 3 4 5 ता भीतर गोटे नंबर ताको देलो ता प्रेजेंटेशन पाई डेस्क्रिप्टिव रो कोन होता है दिस टाइप ऑफ राइटिंग स्किल यूजेस वर्ड्स और फ्रेजेस इंस्टेड ऑफ नंबर्स नंबर यूज न करके एठी किछि वर्ड यूज करा जाय बा फ्रेज यूज करा जाय ए टाइप ऑफ राइटिंग स्किल सेबा होछि पार्टिसिपेशन इज गुड ହେଲା ମାନେ କ୍ଲାସ୍ ଯେଉଁ ମାନେ ଆଟେଣ୍ଡାନ୍ସ ଗୋଟେ କ୍ଲାସ୍କୁ ଗୋଟେ ଛୁଆଟା ସବୁବେଳେ ପାଇଁ ଆସୁଛି ହେଲା ତାକୁ ସେଠି କ'ଣ ଲେଖାଯିବ ନା ସେଠି ଅଲୱେଜ୍ ଲେଖାଯିବ ହେଲା ପାର୍ଟିସିପେସନ୍ ଇନ୍ କ୍ଲାସ୍ ତାପରେ ଡେସ୍କ ପଏଣ୍ଟ ଦିଆଯିବ ସେଠି ଜଣେ ଅଲୱେଜ୍ ଲେଖିବ ଏଠି ମାର୍କ ଦିଆହେବନି ଏଠି ଅଲୱେଜ୍ ଲେଖା ହେବ ଆଉ ଯେଉଁମାନେ କେବେ କେବେ ବି ଆସୁନାହାନ୍ତି ବା ବେଳେବେଳେ ଆସୁଛନ୍ତି ତ ଏଠି ରେୟାରଲି ଲେଖା ହେବ କିମ୍ବା ନେଭର୍ ଲେଖା ହେବ ଯେତେବେଳେ ତୁମେ ୱାର୍ଡ଼ ୟୁଜ୍ କରିବ ତୁମର ହେଉଛି ନମ୍ବର ପରିବର୍ତ୍ତେ ୱାର୍ଡ଼ ୟୁଜ୍ କରିବ ତାକୁ ଆମେ କହିବା ଡେସ୍କ୍ରିପ୍ଟିଭ ରାଇଟିଂ ସ୍କେଲ୍ ତାପରେ ଗ୍ରାଫିକ୍ ରାଇଟିଂ ସ୍କେଲ୍ କ'ଣ ନା ଦିସ୍ ଟାଇପ୍ ଅଫ୍ ରାଇଟିଂ ସ୍କେଲ୍ ୟୁଜେସ୍ ଏ ଲାଇନ୍ ଅର୍ ସ୍କେଲ୍ where teacher marks a point that represent the student level ହେଲା ମାନେ ଏଇଭଳିଆ ଗୋଟେ ଗ୍ରାଫ୍ ଅଛି ହେଲା ଏଇଭଳିଆ ଗୋଟେ ଗ୍ରାଫ୍ ଅଛି ତମେ ଧରେ ରୁଲ୍ ନମ୍ବର ଅଛି ସବୁ ତମେ ଏଇଠି ଲେଖିଲ ରୁଲ୍ ନମ୍ବର 21 ଏଇଠି ଲେଖିଲ ରୁଲ୍ ନମ୍ବର 30 ଓକେ ଲାଷ୍ଟରେ ଲେଖିଲ ରୁଲ୍ ନମ୍ବର 30 ମାନେ କ'ଣ ନା ରୁଲ୍ ନମ୍ବର 21ଟା ଗୋଟେ ଭଲ ପରଫର୍ମାନ୍ସ ଦେଇଛି ସେଥିପାଇଁ ଗ୍ରାଫ୍ର ଉଚ୍ଚରେ ଅଛି ରୁଲ୍ ନମ୍ବର 30ଟା ଖରାପ ପରଫର୍ମାନ୍ସ ଦେଇଛି ସେଥିପାଇଁ ଗ୍ରାଫ୍ର ତଳେ ଅଛି ତ ସେଇ କଥା କହୁଛି ଗୋଟେ ଲାଇନ୍ କିମ୍ବା ଗୋଟେ ସ୍କେଲ୍ରେ ତମେ ଯେତେବେଳେ ଗୋଟେ ଛୁଆର ପରଫର୍ମାନ୍ସକୁ ମାର୍କ କରିବ ଗୋଟେ ପଏଣ୍ଟ ମାର୍କ କରିବ ଆଉ ତାକୁ ରିପ୍ରେଜେଣ୍ଟ କରିବ ତାକୁ ହିଁ କୁହାଯିବ ଗ୍ରାଫିକ୍ ରାଇଟିଂ ସ୍କେଲ୍ ମାର୍କ ଦି ଷ୍ଟୁଡେଣ୍ଟ ନିଟନେସ୍ ଷ୍ଟୁଡେଣ୍ଟର ନିଟନେସ୍କୁ ବା କେତେ ସଫାସୁତୁରା ରଖୁଛି ତ ଏଇଭଳିଆ ଗୋଟେ ଗାର ଟଣା ହେଲା ତ ଏଇଠି ଯଦି ରଖା ହେଲା ତାହେଲେ ଏଇଟା ହେଉଛି 4 ଆଉ ଟିକେ ବେଶୀ ବାଟକୁ ଗଲେ ଏଇଟା ହାୟାର ଏଇଟା ଯଦି ଗୁଡ୍ ଏଇଟା ଏକ୍ସଲେଣ୍ଟ ହେଲା ଏଇଭଳିଆ ଗୋଟେ ଲାଇନ୍ର ଗୋଟେ ପଏଣ୍ଟ ଦିଆଯିବ ଏଇ ଛୁଆଟା ପାଇଁ ଛୁଆର ଗୋଟେ ବିହେଭିଅର ପାଇଁ ସେଟା କହିବା ଆମେ ଗ୍ରାଫିକ୍ ରାଇଟିଂ ସ୍କେଲ୍ ବୁଝିପାରିଲ ତାପରେ ବୁଝିବା ଚେକଲିଷ୍ଟ କ'ଣ ନା ଚେକଲିଷ୍ଟ ଇଜ୍ ଏ ଟୁଲ୍ ୟୁଜ୍ ଟୁ ରେକର୍ଡ ଦ ପ୍ରେଜେନ୍ସ ଅର୍ ଆବସେନ୍ସ ଅଫ୍ ଏ ସ୍ପେସିଫିକ୍ ବିହେଭିଅର ଅର୍ ସ୍କିଲ୍ ଇନ୍ ଦ ଚେନ୍ ଏଠି କ'ଣ କରାଯାଏ ଚେକଲିଷ୍ଟର ନା ଗୋଟେ ସେ ଛୁଆ ଭିତରେ ସେଇ ସ୍ପେସିଫିକ୍ ସ୍କିଲ୍ ବା ବିହେଭିଅରଟା ଅଛି ନା ନାହିଁ ଯଦି ଥିବ ତାହେଲେ ଆମେ ଲେଖିବା ଏଇଟା ପ୍ରେଜେଣ୍ଟ ଯଦି ନଥିବ ଲେଖିବା ଆବସେନ୍ସ ବୁଝିପାରିଲ ଗୋଟେ ଛୁଆର ଏଠି ଆଉ କିଛି ଆଉ ଲେଖାଯିବ ଆଇଦର ପ୍ରେଜେଣ୍ଟ ପାଇଁ ତାକୁ ଟିକ୍ ମାରତେ ହେବ ଯଦି ଆବସେଣ୍ଟ ଅଛି ତାକୁ ବ୍ଲାଙ୍କ ଛାଡ଼ିଦିଅ ଧର ଗୋଟେ ଛୁଆ ହେଉଛି ନିଟନେସ୍ଟା ଯଦି ଗୋଟେ ଛୁଆର ଅଛି ତ ସେଠି ତୁମେ ପ୍ରେଜେଣ୍ଟ ଲେଖ ନହେଲେ ସେଟା ଯଦି ନାହିଁ ତାହେଲେ ସେଠି ବ୍ଲାଙ୍କ ଛାଡ଼ିଦିଅ ବୁଝିପାରିଲ ତ ଚେକଲିଷ୍ଟ ଇଜ୍ ଏ ଟୁଲ୍ used to record the presence or absence of a specific behavior or skill in a child. A list of items or behaviors where presence is marked as ଯଦି ପ୍ରେଜେନ୍ସ ଅଛି ତାହେଲେ ଟିକ୍ ଚିହ୍ନ ମାରିବ ଯଦି ଆବସେନ୍ସ ଅଛି ତାହେଲେ ଲେଫ୍ଟ ବ୍ଲାଙ୍କ କରିଦେବ ଗୋଟେ ମାନେ ଲିଷ୍ଟ କରିଦେଲ ଗୋଟେ ଛୁଆର ନିଟନେସ୍ କିମ୍ବା ହେଉଛି ସ୍ପିକିଂ ସ୍କିଲ୍ କିମ୍ବା ହେଉଛି ଗାର୍ଡେନିଂ କିମ୍ବା ହେଉଛି ପ୍ଲେଗ୍ରାଉଣ୍ଡର କେଉଁଭଳିଆ କ'ଣ ଇଏ କରୁଛି ଏଇଭଳିଆ ଡିଫରେଣ୍ଟ ଟାଇପ୍ ଅଛି ଯେଉଁଟା ପ୍ରେଜେଣ୍ଟ ଥିବ ସେଠି ପ୍ରେଜେଣ୍ଟ ମାରିବ ଯେଉଁଟା ହେଉଛି ଆବସେଣ୍ଟ ଥିବ ସେଠି ଆବସେଣ୍ଟ ମାରିବ ବୁଝିପାରିଲ एग्जाम्पल कौन चेकलिस्ट हो ना चेकलिस्ट फॉर ग्रुप और स्किल्स हेल्पिंग अदर्स शेयर आइडियाज यदि गोटे छुआटा समस्त हेल्प करते तान तुम हूँ कौन कर प्रेजेंट जगह ठीक मार से शेयर आइडियाज जो से आइडिया क्या शेयर कले लेफ्ट बा ब्लैक छाड़ स्टेप्स इन द कंस्ट्रक्शन ऑफ चेकलिस्ट गोटे बनैला बेले सार मानक आमर हूँ एजुकेटर मैंने रही कौन कौन सब स्टेप फॉलो करने पड़ो लिस्ट ऑल दी स्किल्स और यू वांट टू ऑब्जर्व तुम गोटे छुआटा भितर कौन कौन स्किल्स ऑब्जर्व करने चाहो फास्ट लिस्ट कर जो भाई निटनेस कि रिडिंग स्किल हूँ तुम हूँ ड्रामा स्किल लिखदेल तापर कौन कर आरेंज देम लाइक ए टू और शॉपिंग लिस्ट फास्ट हूँ लिखिदेल सब कौन कौन बिहेवियर तुम यूज माने टेस्ट करने चाहो कलम वाइज सब गोटे बै गोटे तौक तल लिखि दिए चेक दोज दैट आर प्रेजेंट इन स्टूडेंट्स बिहेवियर प्रति गोटे गोटे तुम चेक कर से छुआ भर अच्छी ना ना जब थी ठीक मार जब न तो ब्लैंक छाड़ दिए ओके तो यहाँ 3टा स्टेप तुम गोटे चेकलिस्ट बन पार एडवांटेजेस कौन चेकलिस्ट सिंपल एंड इजी टू यूज एक देखिकी समस्त इजिली बुझीपारे तो इजिली यूज आइदर तो तुम तो खाली ठीक कि आबसेंट छाड़ियार अच्छे ना तो इजिली तुम यूज कर फोकस ऑन स्पेसिफिक बिहेवियर स्किल या तो ये हूँ कौन कर गोटे स्पेसिफिक बिहेवियर तो आम चेकलिस्ट फोकस करता है नेटनेस ये सी तो स्पेसिफिक बिहेवियर फोकस करता है सेव टाइम इन ऑब्जर्विंग मेनी स्टूडेंट्स बहुत गुटे छुआ को देखिकी तुम अल्प टाइम भितर हूँ कौन करते स्कोर देपर ये टाइम सेव होता है बुझीपारे ये যদি এপর্যন্ত ছুয়া পাঠটা ঠিকঠাক লাগিছে বা তুমি ভলি বুঝিপারছ তাহলে ভিডিওকে লাইক করিকি চ্যানেলকে সবসক্রাইব করদেব তাছাড়া গোটে কমেন্ট দেব যে এপর্যন্ত পাঠটা কোভা কোণ লাগিছে বা তুমি আউ কিছু যদি অলগা কিছু জাঁয়া চাহুছ মোটু তাহলে সেটা বি কমেন্টরে কইপার कोई एग्जाम पर्सपेक्टिव जाना चाहो कि आगे जो सब एग्जाम आगे ता विषय किसी जाना चाहो तो मत कमेंट देख तापर बुझा परफॉर्मेंस असेसमेंट ये परफॉर्मेंस बेस्ड लर्निंग मुझे सेकेंड यूनिट भी बहुत भल भाव में पढ़ी थी
ତ ଆଉ ଥରେ ମଧ୍ୟ ଦେଖିନେବା performance assessment. Performance assessment is a type of assessment where students perform a task instead of selecting answer like a MCQs. ତ ଏଠି ତୁମକୁ କ'ଣ କରିବା ପାଇଁ ପଡ଼ିବ ନା ଗୋଟେ ଟାସ୍କ ବା ଗୋଟେ ହେଉଛି ଆକ୍ଟିଭିଟି ତୁମକୁ କରିବା ପାଇଁ ପଡ଼ିବ। ତାପରେ ସାର୍‌ମାନେ ତୁମକୁ ସେଇ ଆକ୍ଟିଭିଟିରୁ ତୁମକୁ ହେଉଛି ମାର୍କ ଦେବେ। ବୁଝିପାରିଲେ? ଏଠି ତୁମକୁ କିଛି ଲେଖିବା ପାଇଁ ପଡ଼ିବନି MCQର ଟି ଯୋଉଟା ଠିକ୍ ଭୁଲ କରିଦେଉଛ ସେମିତି କରିବା ପାଇଁ ପଡ଼ିବନି କିନ୍ତୁ ଏସେ ଲେଖିବା ପାଇଁ ପଡ଼ିବନି। ଏଠି ସବୁ କିଛି ନାହିଁ। ଏଠି ତୁମକୁ ଗୋଟେ ପରଫର୍ମାନ୍ସ ବା ଗୋଟେ ଟାସ୍କ ପରଫର୍ମ କରିବା ପାଇଁ ପଡ଼ିବ ଆଉ ସାର୍‌ମାନେ ସେଇଠୁ ତୁମକୁ ମାର୍କ ଦେବେ। ତାକୁ କୁହାଯିବ କ'ଣ ନା ପରଫର୍ମାନ୍ସ assessment. It is also called authentic or alternative assessment. A performance assessment को authentic assessment व alternative assessment ମଧ୍ୟ କୁହାଯାଏ। It measures how well a students can apply what they have learned to a meaningful task. जो ଗୋଟେ ଛୁଆଟା ଯେତେବେଳେ ସବୁ ପାଠ ପଢ଼ା ହେଉଥିଲା ତା ଭିତରୁ ସେ କ'ଣ ଶିଖିଲା ଆଉ ତାକୁ କେମିତି ଗୋଟେ ଆକ୍ଟିଭିଟିରେ ତାକୁ ୟୁଜ୍ କରୁଛି ବା ଗୋଟେ ଟାସ୍କରେ କେମିତି ସେ ସବୁ ୟୁଜ୍ କରୁଛି ତାକୁ ହିଁ ଏଠି ମେଜର କରାଯାଇଥାଏ ତାକୁ ହିଁ ଚେକ୍ କରାଯାଏ। ତେଣୁ ସାର୍‌ମାନେ ତୁମକୁ ଗୋଟେ ସାଇନ୍ସ ପ୍ରୋଜେକ୍ଟ ଦେଲେ ବର୍ଷ ସାରା ତୁମେ ଯାହା ବି ପଢ଼ିଛ ତା ଉପରେ ନେଇକି ତାକୁ ନେଇକି କେମିତି ଗୋଟେ ନୂଆ ସାଇନ୍ସ ପ୍ରୋଜେକ୍ଟ ଗୋଟେ ତିଆରି କରିପାରୁଛ ବା ସେ ଜ୍ଞାନକୁ ତୁମେ ଗୋଟେ ଟାସ୍କରେ କେମିତି ଆପ୍ଲାଏ କରିପାରୁଛ ତାକୁ ହିଁ ଚେକ୍ କରିଥାନ୍ତି ଆଉ ସେଇ ଯେଉଁ ଚେକିଂଟାକୁ କ'ଣ କୁହାଯାଏ ପରଫର୍ମାନ୍ସ ବେସ୍ଡ ଲର୍ଣ୍ଣିଂ ବୋଲି କୁହାଯାଏ ପରଫର୍ମାନ୍ସ ଆସେସମେଣ୍ଟ ବୋଲି କୁହାଯାଏ। ଏକ୍ଜାମ୍ପଲ୍ କ'ଣ ପରଫର୍ମାନ୍ସ ଆସେସମେଣ୍ଟର ରାଇଟିଂ ଏ ଏସେ ଅନ୍ ଏ ହିଷ୍ଟୋରିକାଲ ଇଭେଣ୍ଟ ଗିଭିଂ ଏ ପ୍ରେଜେଣ୍ଟେସନ୍ ଅର୍ ଡୁଇଂ ଏ ରିସର୍ଚ୍ଚ ପ୍ରୋଜେକ୍ଟ ତୁମକୁ ରିସର୍ଚ୍ଚ ପ୍ରୋଜେକ୍ଟ କରିବା ପାଇଁ କହିଲେ ଗୋଟେ ପ୍ରେଜେଣ୍ଟେସନ୍ ଦେବା ପାଇଁ କହିଲେ ହେଲା ଏସବୁ ହେଉଛି କ'ଣ ପରଫର୍ମାନ୍ସ ଆସେସମେଣ୍ଟର ଗୋଟେ ଏକ୍ଜାମ୍ପଲ୍। ତାପରେ ହେଉଛି କମ୍ପୋନେଣ୍ଟ ଅଫ୍ ପରଫର୍ମାନ୍ସ ଆସେସମେଣ୍ଟ। Different type of component ଥାଏ performance assessment ର କ'ଣ ଫାଷ୍ଟ ହେଉଛି developmental checklist teachers observe and record students development language math motor skills ତ ଏଠି ସାର୍ ମାନେ କ'ଣ କରିବେ ନା ଟିଚର ମାନେ କ'ଣ କରିବେ ଅବଜର୍ଭ କରିବେ ଛୁଆଙ୍କୁ ଆଉ ରେକର୍ଡ କରିବେ ଚାଇଲ୍ଡର କେମିତି କ'ଣ ଡେଭଲପ୍ ହେଉଛି ତାର ଲାଙ୍ଗୁଏଜର କୋଉଭଳିଆ କ'ଣ ଡେଭଲପ୍ ହେଉଛି ବା ସେ ଆଗରୁ ଯଦି ମ୍ୟାଥଟା କମ୍ ମାନେ କରିପାରୁଥିଲା ଏବେ ସେ ମ୍ୟାଥଟା କରିପାରୁଛି ନା ନାହିଁ ଏସବୁ ଯେଉଁ ଅବଜର୍ଭ କରିକି ରେକର୍ଡ କରିକି ରଖିବାଟାକୁ ହିଁ ଗୋଟେ ପରଫର୍ମାନ୍ସ ଆସେସମେଣ୍ଟର ଗୋଟେ କମ୍ପୋନେଣ୍ଟ ହେଇପାରିବ ତାକୁ ଆମେ କ'ଣ କହନ୍ତି ଡେଭଲପମେଣ୍ଟାଲ ଚେକଲିଷ୍ଟ ବୋଲି କୁହାଯାଏ। ତାପରେ ପୋର୍ଟଫୋଲିଓ ମଧ୍ୟ ହେଉଛି କ'ଣ ପରଫର୍ମାନ୍ସ ଆସେସମେଣ୍ଟ ଭିତରେ ଯିବ ଏଠି କ'ଣ କରନ୍ତି ସାର୍‌ମାନେ ଛୁଆମାନଙ୍କର ଯେଉଁ ୱାର୍କ ଆଡ଼କ ଅଛି ସେସବୁକୁ କଲେକ୍ଟ କରିକି ନିଜ ପାଖରେ ରଖିବେ ସେଇଟା ହେଉଛି ପୋର୍ଟଫୋଲିଓ। ତାପରେ ସମରି ରିପୋର୍ଟ ଏ ସର୍ଟ ରିଟର୍ନ ରିପୋର୍ଟ ବାଇ ଦ ଟିଚର ଏବାଉଟ୍ ଦି ଷ୍ଟୁଡେଣ୍ଟ ବିଷୟରେ ସାର୍‌ମାନେ ଯାହା ଯାହା କ୍ଲାସରୁମ୍ରେ ଦେଖିଲେ ଛୁଆକୁ ତା ବିଷୟରେ ଯାହା ଯାହା ବିହେଭିଅର ସବୁ ଅବଜର୍ଭ କଲେ ଛୁଆ ବିଷୟରେ କିମ୍ବା ଖେଳ ପଡ଼ିଆରେ ଦେଖିକି ଗାର୍ଡେନରୁ ଦେଖିକି ଯାହା ବି ସବୁ ଦେଖିଲେ ତାକୁ ହେଉଛି ଗୋଟେ ଛୋଟ ରିପୋର୍ଟ ତା ଛୁଆ ଉପରେ ବନେଇବାଟାକୁ ସମରି ରିପୋର୍ଟ କୁହାଯାଏ ଆଉ ତାକୁ ହିଁ ସେ ପରଫର୍ମାନ୍ସ ଆସେସମେଣ୍ଟର ସେ ଗୋଟେ କମ୍ପୋନେଣ୍ଟ। ତାପରେ ବେନିଫିଟ୍ ଅଫ୍ ପରଫର୍ମାନ୍ସ ଆସେସମେଣ୍ଟର ବେନିଫିଟ୍ କ'ଣ ନା ରେକଗ୍ନାଇଜ୍ ଦ୍ୟାଟ୍ ଚିଲଡ୍ରେନ୍ କ୍ୟାନ୍ ଶୋ ଦେୟାର ପରଫର୍ମାନ୍ସ ଇନ୍ ଡିଫରେଣ୍ଟ ୱେଜ୍ ତ ଡିଫରେଣ୍ଟ ଟାଇପ୍ ଅଫ୍ ଛୁଆ ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ପରଫର୍ମାନ୍ସ ଦେଇଥାନ୍ତି ତ ତା ଦ୍ୱାରା ଆମେ ଛୁଆମାନଙ୍କର ପ୍ରୋଗ୍ରେସ୍ ଜାଣିପାରିଥାନ୍ତି। ଟ୍ରାକ୍ ପ୍ରୋଗ୍ରେସ୍ ଏଜ୍ ୱେଲ୍ ଏଜ୍ ପରଫର୍ମାନ୍ସ ଏଠି ତୁମେ ଛୁଆମାନଙ୍କର ପରଫର୍ମାନ୍ସ ବି ଚେକ୍ କରିଥାଅ ତା ସହିତ ଛୁଆମାନଙ୍କର ପ୍ରୋଗ୍ରେସ୍ ହେଉଛି ନା ନାହିଁ ତାକୁ ମଧ୍ୟ ଏଠି ଚେକ୍ କରିପାରିବ। ଇଭାଲୁଏଟ୍ ଦି ହୋଲ୍ ଚାଇଲ୍ଡ ନଟ୍ ଜଷ୍ଟ ଦି ଏକାଡେମିକ୍ ମାର୍କ ପରଫର୍ମାନ୍ସ ବେସ୍ଡ ଯେଉଁ ଆସେସମେଣ୍ଟରେ କେବଳ ତୁମେ ଏଠି ନୁହେଁ ଯେ ଛୁଆମାନଙ୍କର ଏକାଡେମିକ୍ ମାର୍କ ମାନେ ସେ ସାଇନ୍ସର କେତେ ରଖୁଛି ଫିଜିକ୍ସର କେତେ ରଖୁଛି ସେ ସବୁ କେତେ ହେଉଛି ଏଠି ଚେକ୍ କରାଯାଏ ଏଠି ହେଉଛି ପୁରା ଛୁଆଟାର ହୋଲ୍ ନଲେଜକୁ ଚେକ୍ କରାଯାଏ ଯେ ସେ ଗୋଟେ ଆକ୍ଟିଭିଟି ବା ଗୋଟେ ଟାସ୍କ ଉପରେ କେମିତି ସବୁ ତା ମାଇଣ୍ଡ ଖଟେଇକି ସବୁ ଜିନିଷପତ୍ର କରିଛି ତ ପୁରା ଛୁଆଟାକୁ ଏଠି ହେଉଛି କ'ଣ କରାଯାଏ ଇଭାଲୁଏଟ୍ କରାଯାଏ। ତାପରେ ଏନକରେଜେସ୍ ସେଲ୍ଫ ଆସେସମେଣ୍ଟ ଏଣ୍ଡ ଷ୍ଟୁଡେଣ୍ଟ ଇନଭଲଭମେଣ୍ଟ ଏଇ ଯେଉଁ କାମରେ ବା ପରଫର୍ମାନ୍ସ ବେସ୍ଡ ଆସେସମେଣ୍ଟରେ ଛୁଆମାନେ ପୁରା ଡାଇରେକ୍ଟଲି ଇନଭଲଭମେଣ୍ଟ ହେଇଥାନ୍ତି ଆଉ ସେଲ୍ଫ ଆସେସମେଣ୍ଟ ମଧ୍ୟ କରିଥାନ୍ତି। ତାପରେ ହେଲ୍ପସ୍ ଟିଚର୍ସ ପ୍ଲାନ୍ ବେଟର ଲେସନ୍ ବେସ୍ଡ ଡେଭଲପମେଣ୍ଟ ହେଲା ଟିଚରମାନଙ୍କୁ ହେଲ୍ପ କରିଥାଏ ଛୁଆମାନଙ୍କର ପରଫର୍ମାନ୍ସ ଦେଖିକି ସେ ତାଙ୍କ ଲେସନ୍କୁ ଆଉ ଥରେ ଭଲ ଭାବରେ ଆଉ ଟିକେ ବନେଇ ପାରନ୍ତି ଆଉ ପ୍ଲାନ୍ଟାକୁ ଆହୁରି ଭଲ ଭାବରେ ବେଟର ଅର୍ଗାନାଇଜ୍ କରିପାରନ୍ତି। ହେଲା ହେଉଛି କୋଲାବୋରେସନ୍ ଏବଂ ଟିଚର୍ସ ଟୁ ଇମ୍ପ୍ରୁଭ୍ ଟିଚିଂ କ୍ୱାଲିଟି ଯେତେବେଳେ ଛୁଆମାନଙ୍କର ପରଫର୍ମାନ୍ସ ଦେଖିବେ ତାପରେ ଟିଚରଙ୍କ ଭିତରେ କୋଲାବୋରେସନ୍ ଗୋଟେ ହେବ ଯାହାଦ୍ୱାରା ସେମାନେ ଟିଚିଂ କ୍ୱାଲିଟିକୁ ଆହୁରି ବହୁତ ଭଲ ଭାବରେ ବନେଇ ପାରିବେ। Giving se details reports useful for parents and teachers जो परफॉर्मेंस असेसमेंट रू पूरा डिटेल छुआ ଉପରେ ପୁରା ଓଭରାଲ ରିପୋର୍ଟ ଆମେ ଗୋଟେ ପାଇପାରିଥାଉ ଯେ ଛୁଆର ନିଟନେସ୍ କିମ୍ବା ଛୁଆର ହେଉଛି ଡ୍ରଇଂ ପେଣ୍ଟିଂ ସବୁ ପ୍ରକାର ଯେତିକି ବି ତା ପାଖରେ କ୍ୱାଲିଟି ଅଛି ତା ଉପରେ ଗୋଟେ ଡିଟେଲ ରିପୋର୍ଟ ପାଇଥାନ୍ତୁ ଯେଉଁଟାକି ପ୍ୟାରେଣ୍ଟସମାନଙ୍କୁ ବୁଝିବା ପ୍ୟାରେଣ୍ଟସ୍ ଆଉ ଟିଚରମାନଙ୍କୁ ସେ ଛୁଆଟାକୁ ବୁଝିବାରେ ବହୁତ ହେଲ୍ପ କରିଥାଏ। ତାପରେ ହେଉଛି ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ କ'ଣ ନା ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ ଇଜ୍ ଏ ମେଥଡ଼ of evaluating students by giving them a task or a project to complete ଆମେ ଏଠି ଛୁଆଟାକୁ ମାନେ ଏମିତି ଗୋଟେ ମେଥଡ଼ ଯେଉଁଟାରେ ଆମେ ଛୁଆଙ୍କୁ କିଛି ଗୋଟେ ଟାସ୍କ ଦେବା ଗୋଟେ ପ୍ରୋଜେକ୍ଟ ଦେବା ତାକୁ କମ୍ପ୍ଲିଟ୍ କରିବା ପାଇଁ ଆଉ ଯଦି ସେ କମ୍ପ୍ଲିଟ୍ କରିଦେଉଛି ତାକୁ ଆମେ ମାର୍କ ଦେବା ତ ଏଇଟାକୁ ହେଉଛି କୁହାଯାଏ କ'ଣ ନା ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ।
ଯେକୌଣସି ଗୋଟେ ମେଥଡ଼ଟା ଯୋଉଥିରେ ଗୋଟେ ଛୁଆଟାକୁ ଗୋଟେ କାମ କରେଇକି ତାକୁ ମାର୍କ ଦିଆଯାଏ। Students apply what they have learned to create something real like a model, report, poster, experiment and a presentation. ଛୁଆମାନେ ପୁରା ବର୍ଷ ସାରା ଯାହା ବି ପଢ଼ିଛନ୍ତି ତାକୁ ୟୁଜ୍ କରିକି କିଛି ଗୋଟେ ନୂଆ ଜିନିଷ ଗୋଟେ ବନେଇବେ। କିଛି ଗୋଟେ ମଡ଼େଲ ବନେଇଲେ, ଧର ହାର୍ଟର ଗୋଟେ ମଡ଼େଲ କିଏ ବନେଇଲା କିମ୍ବା ଗୋଟେ ରିପୋର୍ଟ ଗୋଟେ ତିଆରି କଲେ ଯେ ପୁରା ବର୍ଷ ଏଇ ଉପରେ ଗୋଟେ ହେଉଛି ଧର ପପୁଲେସନ୍ ଉପରେ ଗୋଟେ ଜଣେ ରିପୋର୍ଟ ଗୋଟେ ତିଆରି କରିବ ବା ଗୋଟେ ପୋଷ୍ଟର ଜଣେ ବନେଇଲା, ଗୋଟେ ଏକ୍ସପେରିମେଣ୍ଟ କିଏ ଗୋଟେ ନୂଆ ଗୋଟେ ଏକ୍ସପେରିମେଣ୍ଟ ଗୋଟେ କଲା ଗୋଟେ ଜିନିଷ ଉପରେ କି ଗୋଟେ ପ୍ରେଜେଣ୍ଟେସନ୍ ତିଆରି କରିକି ଆଣିଲା। ତ ଏସବୁ ଆଡ଼କ ଗୋଟେ ଗୋଟେ ପ୍ରୋଜେକ୍ଟ ଏଇ ଯେଉଁ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟର ଗୋଟେ ଗୋଟେ ଏକ୍ଜାମ୍ପଲ୍ ବା ଏ କ'ଣ କରିପାରିବେ ତା ଭିତରେ ଛୁଆମାନେ। ଏକ୍ଜାମ୍ପଲ୍ସ କ'ଣ କିମ୍ବା ସାଇନ୍ସ ପ୍ରୋଜେକ୍ଟ ମେକିଂ ଏ ମଡେଲ ଅଫ୍ ଦି ହାର୍ଟ, এটা ଗୋଟେ ହେଉଛି ସାଇନ୍ସ ପ୍ରୋଜେକ୍ଟର ଗୋଟେ ଏକ୍ଜାମ୍ପଲ୍। ସୋସିଆଲ ସାଇନ୍ସର ଯେଉଁ ପ୍ରୋଜେକ୍ଟର ଏକ୍ଜାମ୍ପଲ୍ କ'ଣ ନା କ୍ରିଏଟିଂ ଏ ଚାର୍ଟ ଅଫ୍ ଦି ଡିଫରେଣ୍ଟ ଟାଇପ୍ ଅଫ୍ ଗଭର୍ଣ୍ଣମେଣ୍ଟ, ଆମର ଯେଉଁ ଡିଫରେଣ୍ଟ ଟାଇପ୍ ଅଫ୍ ଗଭର୍ଣ୍ଣମେଣ୍ଟ ଅଛି ତାପରେ ଗୋଟେ ଚାର୍ଟ ମେକିଂ କରିବା। ତ ଏଟା ବି ଗୋଟେ ପ୍ରୋଜେକ୍ଟର ଗୋଟେ ଏକ୍ଜାମ୍ପଲ୍ ଯିବ। ତାପରେ ସ୍କୋପ୍ ଅଫ୍ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ, ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟର କ'ଣ ସ୍କୋପ୍ ଅଛି ନା ଇଟ୍ ହେଲ୍ପସ୍ ଟୁ କନେକ୍ଟ କ୍ଲାସରୁମ୍ ନଲେଜ ୱିଥ୍ ରିଏଲ୍ ଲାଇଫ୍ ଇଣ୍ଡଷ୍ଟ୍ରି ଆପ୍ଲିକେସନ୍ସ। ଯଦି ଗୋଟେ ଛୁଆଟା ସ୍କୁଲରେ ବହୁତ ପ୍ରକାର ପ୍ରୋଜେକ୍ଟ କରିଛି ବା ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ ତାର ହେଇଛି, ତା ଦ୍ୱାରା ସେ ଛୁଆଟା କ୍ଲାସରୁମ୍ ଭିତରେ ଯାହା ଯାହା ନଲେଜ ଜାଣିଛି ସେ ମାନେ ରିଏଲ୍ ଲାଇଫ୍ ବା ଆଉଟସାଇଡ୍ ଦି କ୍ଲାସରୁମ୍ ଭିତରେ ସେ ତାକୁ ଆପ୍ଲିକେସନ୍ କରିପାରିବ। ଯଦି ଗୋଟେ ଛୁଆଟା ଭଲ ଭାବରେ ମ୍ୟାଥଟା ଜାଣିଛି ବା ମ୍ୟାଥ ଫର୍ମୁଲାଟାକୁ ଜାଣିଛି ତ ସେ ବିଜନେସ୍ରେ ତାକୁ ଆପ୍ଲାଏ କରିପାରିବ। ଯଦି ସାଇନ୍ସ ଆଡ଼କୁ ଜାଣିଛି ସେ ତ କୁକିଂ ଭଳିଆ କିଛି ଟେକ୍ନୋଲୋଜି ଭଳିଆ ସେ ସାଇନ୍ସ ଆଡ଼କୁ ସେ ୟୁଜ୍ କରିପାରିବ। ତ ଏଠି ଏନକରେଜେସ୍ କ୍ରିଏଟିଭିଟି ଏକ୍ସପ୍ଲୋରେସନ୍ ସ୍ପେଶାଲି ଇନ୍ ସବଜେକ୍ଟ ଲାଇକ୍ ଆର୍ଟ୍ସ ଆଣ୍ଡ ଡିଜାଇନ୍। ଯେଉଁ ଆର୍ଟ୍ସ ଆଣ୍ଡ ଡିଜାଇନ୍ସ ମ୍ୟାଥ ସାଇନ୍ସ ଏ ଯେଉଁ ପ୍ରକାର ସବଜେକ୍ଟ ଅଛି ସେସବୁରେ ଛୁଆମାନେ କ୍ରିଏଟିଭିଟି ତାଙ୍କର ଦେଖାଇଥାନ୍ତି, ନୂଆ ନୂଆ ଟାଇପ୍ ଅଫ୍ ଏକ୍ସପ୍ଲୋରେସନ୍ କରିଥାନ୍ତି, କ୍ରିଏଟିଭିଟି ସବୁ ଦେଖାଇଥାନ୍ତି। ତ ଏଇ ଯେଉଁ ପ୍ରୋଜେକ୍ଟ ବେସ୍ ଆସେସମେଣ୍ଟଟା ତାକୁ ଏନକରେଜମେଣ୍ଟ କରିଥାଏ। ଏଠି ଇମ୍ପ୍ରୁଭ୍ସ ରିସର୍ଚ୍ଚ ଆଣ୍ଡ ରାଇଟିଂ ସ୍କିଲ୍ସ ଅଫ୍ ଦ ଷ୍ଟୁଡେଣ୍ଟ। ଯେ ପ୍ରୋଜେକ୍ଟ ବେସ୍ ଆସେସମେଣ୍ଟଟା ଛୁଆମାନଙ୍କର ମାନେ ଛୁଆମାନେ ରିସର୍ଚ୍ଚ କରିଥାନ୍ତି କେଉଁ ଟପିକ୍ ଉପରେ ବା ତାଙ୍କର ଯେତେବେଳେ ଲେଖାଲେଖି କରିଥାନ୍ତି ସେ ପ୍ରୋଜେକ୍ଟଟାକୁ ଖୋଲିକି ତାଙ୍କର ରାଇଟିଂ ସ୍କିଲ୍ଟାକୁ ମଧ୍ୟ ଇମ୍ପ୍ରୁଭ୍ କରିଥାଏ। କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଏ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟ, ଗୋଟେ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟର କ'ଣ କ'ଣ କ୍ୟାରେକ୍ଟରିଷ୍ଟିକ୍ସ ହେଇଥାଏ। ରିଏଲ୍ ୱାର୍ଲଡ ରିଲେଭେନ୍ସ, ଏଇ ଯେଉଁ ପ୍ରୋଜେକ୍ଟଟା ଦିଆଯାଇଥାଏ ପୁରା ରିଏଲ୍ ୱାର୍ଲଡ ଆମର ହେଉଛି ସିଚୁଏସନକୁ ଆମର ଯେଉଁ ଦେଶ ଦୁନିଆର ଯେଉଁ ସିଚୁଏସନ୍ ଅଛି ତାକୁ ବେସ୍ଡ କରିକି ତୁମକୁ ଗୋଟେ ପ୍ରୋଜେକ୍ଟ ଦିଆଯାଇଥାଏ। ତ ପ୍ରୋଜେକ୍ଟସ୍ ଫୋକସ୍ ଅନ୍ ରିଏଲ୍ ଲାଇଫ୍ ଇସ୍ୟୁ ଅର୍ ପ୍ରୋବ୍ଲେମ୍ସ ମିନିଂଫୁଲ୍ ଟୁ ଷ୍ଟୁଡେଣ୍ଟ। ଯେଉଁ ବି ପ୍ରୋଜେକ୍ଟଟା ଦେଇଥିବ ସେଇଟା ବହୁତ ମିନିଂଫୁଲ୍ ହେଇଥିବ, ଛୁଆମାନଙ୍କୁ କିଛି ତା ଭିତରେ ଲେସନ୍ ମିଳୁଥିବ ଆଉ ଏଇଟା ହେଉଛି ଆମ ରିଏଲ୍ ଲାଇଫ୍ ଇସ୍ୟୁ ବା ପ୍ରୋବ୍ଲେମକୁ ଲାଗିକି ସେ ପ୍ରୋଜେକ୍ଟଟା ହେଇଥିବ। ଯେଉଁଭଳିଆ ହେଉଛି ଏୟାର ପଲ୍ୟୁସନ୍ କିମ୍ବା ଟ୍ରାଫିକ୍ ଜାମ୍ ହେଉଛି ବା ଯେଉଁ ଗାଡ଼ି ଦୁର୍ଘଟଣା ହେଉଛି ତା ଉପରେ ଆମେ କ'ଣ କ'ଣ ପ୍ରୋଜେକ୍ଟ ବନେଇ ପାରିବା, ତାକୁ କେମିତି ସଲ୍ଭ କରିପାରିବା। ତାପରେ ସାର୍ମାନେ ଦେଲେ ଗୋଟେ ପ୍ରୋଜେକ୍ଟ ବନେଇବା ପାଇଁ। ତାପରେ ଡେଭଲପ୍ କ୍ରିଟିକାଲ୍ ଥିଙ୍କିଂ, ଷ୍ଟୁଡେଣ୍ଟ ଆର୍ ରିସର୍ଚ୍ଚ ପ୍ଲାନ୍ ସଲ୍ଭ ଦି ପ୍ରୋବ୍ଲେମ୍ ଆଣ୍ଡ ମେକ୍ ଡିସିସନ୍ସ। ଏଇ ଯେଉଁ ଛୁଆମାନେ ରିସର୍ଚ୍ଚଟା ପୁରା ପ୍ରୋଜେକ୍ଟ ବନେଇବା ପାଇଁ କିଛି ରିସର୍ଚ୍ଚ କଲେ ତାପରେ ଗୋଟେ ପ୍ଲାନ୍ କଲେ ହେଲା, କିଛି ପ୍ରୋବ୍ଲେମ୍ ସଲ୍ଭ କଲେ ଗୋଟେ ଡିସିସନ୍ ନେଲେ, ୟା ଦ୍ୱାରା କ'ଣ ହୁଏ ନା ଛୁଆମାନଙ୍କର କ୍ରିଟିକାଲ୍ ଥିଙ୍କିଂଟା ଡେଭଲପ୍ ହେଇଥାଏ। ସବଜେକ୍ଟ ଇଣ୍ଟିଗ୍ରେସନ୍, ଷ୍ଟୁଡେଣ୍ଟ ଆପ୍ଲାଏ ନଲେଜ ଏକ୍ରସ୍ ଦି ଡିଫରେଣ୍ଟ ସବଜେକ୍ଟସ୍ ଆଣ୍ଡ ସ୍କିଲ୍ସ। ଗୋଟେ ଛୁଆଟା ଯେତେବେଳେ ସାଇନ୍ସର ଗୋଟେ ଆମର ହେଉଛି କେମିଷ୍ଟ୍ରିର ଗୋଟେ ପ୍ରୋଜେକ୍ଟଟା କରୁଛି ତ ସେଇଠି ମ୍ୟାଥର କିଛି ମ୍ୟାଥ ସବଜେକ୍ଟର ଯାହା ଯାହା ସ୍କିଲ୍ସ ଜାଣିଛି ମଲ୍ଟିପ୍ଲିକେସନ୍ ଆଡ଼ିସନ୍ ଡିଭାଇଡ଼ ତୁମର ହେଉଛି କ'ଣ ମିଶାଣ ଫେଡ଼ାଣ ଯାହା ବି ସେ ଶିଖିଛି ସେ ସବୁ ହେଉଛି କ'ଣ କେମିଷ୍ଟ୍ରିର ସେ ୟୁଜ୍ କରେ ନା କରେ। ତ ସେଇଟା କହୁଛି ସବଜେକ୍ଟ ଇଣ୍ଟିଗ୍ରେସନ୍, ଗୋଟେ ସବଜେକ୍ଟର ଯେଉଁ ନଲେଜ ଅଛି ଆଉ ଗୋଟେ ସବଜେକ୍ଟରେ ସେ ଆଣିକି ତାକୁ ପୁଟ୍ କରିଥାଏ। ସେ ନଲେଜଟା ସେ ସବୁ ସବଜେକ୍ଟରେ ୟୁଜ୍ କରିଥାଇପାରେ ଏଇ ପ୍ରୋଜେକ୍ଟ ମେକିଂ ବେଳେ। ତାପରେ ହେଉଛି କୋଲାବ୍ରେସନ୍, ଏଠି ଇନଭଲ୍ଭସ୍ ଟିମ୍ ୱାର୍କ ଇଣ୍ଟରାକ୍ସନ୍ ୱିଥ୍ କମ୍ୟୁନିଟି ଆଣ୍ଡ ଆଡଲ୍ଟସ୍। এটা ପୁରା ଗ୍ରୁପ୍ ହେଇକି ଗୋଟେ ପ୍ରୋଜେକ୍ଟଟାକୁ ସେମାନେ ୱାର୍କ କରିଥାନ୍ତି, ସେଥିରେ ଟିମ୍ ୱାର୍କଟା ଇନଭଲ୍ଭ ହେଇଥାଏ ବା ଟିମ୍ ୱାର୍କ ତାଙ୍କ ଭିତରେ ଗୋଟେ ବିଲ୍ଡ ହେଇଥାଏ। ତା ଛଡ଼ା ହେଉଛି ସେମାନେ କମ୍ୟୁନିଟିର ଯେଉଁମାନେ ଲୋକମାନେ ରହିଲେ ବା ତାଙ୍କର ମାତା ପିତା ତାଙ୍କର ଶିକ୍ଷକ ସମସ୍ତଙ୍କ ସହିତ ଇଣ୍ଟରାକ୍ସନ୍ କରିକି ଗୋଟେ ପ୍ରୋଜେକ୍ଟ ବନେଇଥାନ୍ତି, ତା ଦ୍ୱାରା କୋଲାବ୍ରେସନ୍ ମଧ୍ୟ ହେଇଥାଏ। ତାପରେ ଲାଇଫ୍ ସ୍କିଲ୍ସ ଡେଭଲପମେଣ୍ଟ, ଷ୍ଟୁଡେଣ୍ଟ ପ୍ରାକ୍ଟିସ୍ ଟାଇମ୍ ମ୍ୟାନେଜମେଣ୍ଟ ରେସ୍ପନ୍ସିବିଲିଟି ଆଣ୍ଡ କମ୍ୟୁନିକେସନ୍। ଯେତେବେଳେ ସେ ଗୋଟେ ପ୍ରୋଜେକ୍ଟ ବନେଇଥାନ୍ତି ସେଠି କେମିତି ଟାଇମ୍ ମ୍ୟାନେଜମେଣ୍ଟ କରାଯାଇପାରିବ, ଗୋଟେ ରେସ୍ପନ୍ସିବିଲିଟି ତାଙ୍କ ଭିତରେ କ୍ରିଏଟ୍ ହେବ ଯେ ମୋତେ ପ୍ରୋଜେକ୍ଟଟା ବନେଇବାକୁ ଦେବାର ଅଛି। କମ୍ୟୁନିକେସନ୍ ସ୍କିଲ୍ ତାଙ୍କର ହେଉଛି ଭଲ ହେଇଥିବ, ଯେତେବେଳେ ସେମାନେ ପ୍ରୋଜେକ୍ଟଟାକୁ ଲୋକଙ୍କ ଆଗରେ ପ୍ରେଜେଣ୍ଟେସନ୍ ଦେବେ ତାଙ୍କର କମ୍ୟୁନିକେସନ୍ ସ୍କିଲ୍ ମଧ୍ୟ ଭଲ ହେବ। ତ ଏଇଟା ହେଉଛି ଲାଇଫ୍ ସ୍କିଲ୍ ଡେଭଲପମେଣ୍ଟ, ଡିଫରେଣ୍ଟ ଟାଇପ୍ ଅଫ୍ ସ୍କିଲ୍ ତୁମ ଭିତରେ କ'ଣ ତିଆରି କରିବ ପ୍ରୋଜେକ୍ଟ ବେସ୍ଡ ଆସେସମେଣ୍ଟଟା। ଫାଇନାଲ୍ ପ୍ରଡକ୍ଟ ଅର୍ ପ୍ରେଜେଣ୍ଟେସନ୍ ଏଣ୍ଡସ୍ ୱିଥ୍ ଏ ଭିଜିବୁଲ୍ ଆଉଟକମ୍ସ, posters, reports, models that is accessed during some criteria. ଲାଷ୍ଟକୁ ଏଇ ପ୍ରୋଜେକ୍ଟ ବେସ୍ ଆସେସମେଣ୍ଟର ତାପରେ ଦେଖିବା ରୁବ୍ରିକ୍ସ। ରୁବ୍ରିକ୍ସ ମୁଁ ଯେଉଁ ଆଗରୁ ବି ପଢ଼େଇଛି ତୁମକୁ ସେକେଣ୍ଡ ୟୁନିଟ୍ରେ ବି ରୁବ୍ରିକ୍ସ କହିଥିଲି, ଆଉ ଥରେ ଦେଖିନେବା। ଦେଖ, ଏ ରୁବ୍ରିକ୍ସ ଇଜ୍ ଏ ଟୁଲ୍ that helps teachers grade or score a student's work using set criteria and labels. ଏ ରୁବ୍ରିକ୍ସକୁ ମଧ୍ୟ ଆଉ କ'ଣ କୁହାଯାଏ ସ୍କୋରିଂ ଗାଇଡ୍ ବୋଲି କୁହାଯାଏ। ତ ଏଇଟା କ'ଣ ନା ରୁବ୍ରିକ୍ ଏମିତି ଗୋଟେ ଟୁଲ୍
जोटाकि टीचर मानक हेल्प करता है छुआ मानक इजिली केମିତି मार्क दे परिबे बा स्कोर दे परिबे किछि छुआ सार माने आगुरु माने गोटे क्वेश्चन तैयारी करिया पूर्व किछि क्राइटेरिया रखि थांती किछि लेवल रखि थांती जदि छुआ माने से क्राइटेरिया रे जदि पूरा फुलफिलमेंट कले बा से क्राइटेरिया रे जदि बहुत भल भाବରେ देले ତାହେଲେ ସାର୍ ମାନେ ଯେତିକି ଯେତିକି ମାର୍କ ସବୁ ରଖିଥାନ୍ତି ତାକୁ ସାର୍ ମାନେ ଦେଇଥାନ୍ତି ହେଲା ତ ରୁବ୍ରିକ୍ସ କ'ଣ ନା ଗୋଟେ ଯୋଉଟାକି ଏମିତି ଗୋଟେ ଟୁଲ୍ ଯୋଉଟା ଟିଚର ମାନଙ୍କୁ ହେଲ୍ପ କରିଥାଏ ମାର୍କ ଆଉ ଗ୍ରେଡ୍ ଦେବାରେ ଯେଉଁଭଳିଆ ଷ୍ଟୁଡେଣ୍ଟର ୱାର୍କକୁ ଦେଖିକି ଗୋଟେ ମାର୍କ ଦେବାରେ ଯୋଉଠି ସାର୍ ମାନେ ପୂର୍ବରୁ କିଛି କ୍ରାଇଟେରିଆ ରଖିଥାନ୍ତି It helps measures how well a student has performed, not just whether it is right or wrong. ହେଲା ଏଠି କେବଳ ଛୁଆ ଦେଖିବେ ସାର୍ ଦେଖିବେ ଯେ ମାନେ ଏତିକି ପେଜରେ ଲେଖିଦେଇଛି ତ ତାକୁ ମାର୍କ ଦେଇଦିଅ ସେମିତି ନୁହେଁ ନା କିମ୍ବା ଠିକ୍ ଲେଖିଛି ଭୁଲ ଲେଖିଛି ସେଥିପାଇଁ ମାର୍କ ଦେଇଦିଅ ନା ସେମିତି ନୁହେଁ ପୁରା ଓଭରଅଲ୍ ଛୁଆମାନଙ୍କର ଯେଉଁ ପରଫର୍ମାନ୍ସଟା ଅଛି ତାକୁ ଜଜ୍ କରିକି ହେଲା ମାର୍କଟା ଦେବାକୁ ବା କେତେ ଭଲ ଭାବରେ ମାର୍କ ଦିଆଯିବ ଏଇଟା ହେଉଛି ମେଜର କରିଥାଏ କି ରୁବ୍ରିକ୍ସ ମେଜର କରିଥାଏ ହେଲା ଗୋଟେ ଏକ୍ଜାମ୍ପଲ୍ ଦେଖିବା ଦେଖ ଗୋଟେ ଏକ୍ଜାମ୍ପଲ୍ ହେଉଛି ପୋଷ୍ଟର ପ୍ରୋଜେକ୍ଟ ଛୁଆମାନଙ୍କୁ ଦିଆଗଲା ଗୋଟେ ପୋଷ୍ଟର ପ୍ରୋଜେକ୍ଟ ଗୋଟେ ବନେଇବା ପାଇଁ ଦିଆଗଲା ହେଲା ତ ପୋଷ୍ଟର ପ୍ରୋଜେକ୍ଟ ଯେଉଁ ବନେଇବା ପାଇଁ ଦିଆଗଲା ସାର୍ ମାନେ ପୋଷ୍ଟର ପ୍ରୋଜେକ୍ଟ ଦେବା ଛୁଆମାନଙ୍କୁ ଦେବା ପୂର୍ବରୁ ଗୋଟେ ହେଉଛି ରୁବ୍ରିକ୍ସ ସାର୍ ମାନେ ଗଠନ କଲେ ଦେଖିଲେ ସେଠି କିଛି କ୍ରାଇଟେରିଆ ରଖିଲେ ଯେ କ୍ରିଏଟିଭିଟି ଆଉ ଗୋଟେ ନିଟନେସ୍ ଆଉ ଗୋଟେ ହେଉଛି କଣ୍ଟେଣ୍ଟ ତିନି ପ୍ରକାର କ୍ରାଇଟେରିଆ ରଖିଲେ ଯେଉଁ ଛୁଆମାନେ ପୋଷ୍ଟର ବନେଇକି ଆଣିଲା ପରେ ଯାହାର ସେଠି ଡିଫରେଣ୍ଟ ଟାଇପ୍ର ସେ ପୋଷ୍ଟର ଉପରେ ଧର ଆମର ଏନଭାରମେଣ୍ଟ ଉପରେ ଗୋଟେ ପୋଷ୍ଟର ବନେଇବା ପାଇଁ ଥିଲା ଯେଉଁମାନେ ଡିଫରେଣ୍ଟ ଟାଇପ୍ ଅଫ୍ କ୍ରିଏଟିଭିଟି ୟୁଜ୍ କରିକି ସେ ପୋଷ୍ଟରଟାକୁ ଡିଫରେଣ୍ଟ ଟାଇପ୍ ଅଫ୍ ସେ ପୋଷ୍ଟରରେ ଡିଫରେଣ୍ଟ ଟାଇପ୍ ଅଫ୍ କ୍ରିଏଟିଭିଟି ସେମାନେ ୟୁଜ୍ କରିଥିବେ ଯେଉଁଟା ବହୁତ ଭଲ କ୍ରିଏଟିଭିଟି ହେଇଥିବ ଭେରି କ୍ରିଏଟିଭିଟି ହେଇଥିବ ତ ତାକୁ 4 ମାର୍କ ମିଳିବ ଯେଉଁଟା ଟିକେ ମାନେ କିଛି କ୍ରିଏଟିଭିଟି ଥିବନି ଖାଲି ଗାର ଫାର ଟାଣି ଦେଇକି ଆଣିକି ପୋଷ୍ଟରଟା ଦେଇ ଦେଇଛନ୍ତି ତାକୁ 1 ମାର୍କ ମିଳିବ ହେଲା ଯିଏ ଅଳ୍ପ ଏଫର୍ଟ ଲଗେଇଛି ତାକୁ 2 ମାର୍କ ମିଳିବ ଆଉ ଯିଏ ଟିକେ ମାନେ ହଁ କ୍ରିଏଟିଭିଟି ଟିକେ ବହୁତ ଲଗେଇଛି ତାକୁ 3 ମାର୍କ ମିଳିବ ବୁଝିପାରିଲ ତାପରେ ଆଉ ଗୋଟେ କ୍ରାଇଟେରିଆ ଧର ନେଟନେସ୍ ଯେଉଁ ପୋଷ୍ଟରଟା ଜଣେ ବନେଇଛି ବହୁତ ହିଁ ସଫାସୁତୁରା କରିକି ବନେଇଛି ମାନେ ଠିକ୍ ଭାବରେ କଲର୍ ଫଲର୍ ସବୁ ୟୁଜ୍ କରୁଛି ତ ତାକୁ ଆମେ 4 ମାର୍କ ଦେବା ଆଉ ଯିଏ ହେଉଛି ବହୁତ ମାନେ କ'ଣ ଘାଣ୍ଟି ଘୁଣ୍ଟି ଦେଇଛି ମାନେ ୟା ଉପରେ ତା ଉପରେ ଚଢ଼େଇ ଚଢ଼େଇ ଦେଇଛି ତାକୁ ଆମେ 1 ମାର୍କ ଦେବା ହେଲା ଆଉ ଗୋଟେ କ'ଣ କ୍ରାଇଟେରିଆ ଧର କଣ୍ଟେଣ୍ଟ ସେ କ୍ରିଏଟିଭ୍ ଯେଉଁ ପୋଷ୍ଟରଟା ବନା ହେଇଛି ସେଥିରେ କ'ଣ କଣ୍ଟେଣ୍ଟ ସବୁ ୟୁଜ୍ କରାହେଇଛି ଯଦି ଭଲି ପୁରା କରେକ୍ଟଲି ସବୁ ଲେଖା ହେଇଥିବ କରେକ୍ଟଲି ସବୁ ସ୍ପେଲିଂ ଗାର୍ଡ଼ ସବୁ ଠିକ୍ ଥିବ ତାହେଲେ ତାକୁ ଆମେ 4 ମାର୍କ ଦେବା ଯଦି ସବୁ ବହୁତ ଗୁଡ଼ିଏ ଏରର ଅଛି ବହୁତ ଗୁଡ଼ିଏ ମାନେ ଇଏ ଅଛି ତାକୁ 2 ମାର୍କ କିମ୍ବା 1 ମାର୍କ ଦେବା ଏଇ ଯେଉଁ ତୁମର ଟେବୁଲଟାକୁ ସାର୍ମାନେ ପୂର୍ବରୁ ତିଆରି କରିଥାନ୍ତି ଯାହାଦ୍ୱାରା ସେମାନେ ତାଙ୍କୁ ଛୁଆମାନଙ୍କୁ ମାର୍କ ଦେଲାବେଳେ ବେଶୀ ଅସୁବିଧା ହୁଏନି ଏହାକୁ ହିଁ ରୁବ୍ରିକ୍ସ କୁହାଯାଏ ବୁଝିପାରିଲ ଏଇଟାକୁ ହେଉଛି ସ୍କୋରିଂ ଗାଇଡ଼ ମଧ୍ୟ କୁହାଯାଇଥାଏ ଦେଖ steps in constructing a rubrics ସାର୍ ମାନେ ଯେତେବେଳେ ରୁବ୍ରିକ୍ସ ଗଠନ କରିବେ କ'ଣ steps ସବୁ ଫଲୋ କରିବେ ଫାଷ୍ଟ ଡିଫାଇନ୍ ଦ ବିହେଭିୟର ଟୁ ଆକ୍ସେସ୍ ତମେ ଛୁଆର କେଉଁ ବିହେଭିୟରଟା ଚେକ୍ କରିବା ପାଇଁ ଚାହୁଁଛ ଏଠି କ'ଣ ଏଠି ଛୁଆମାନେ ଯେଉଁଭଳିଆ ପୋଷ୍ଟର ପ୍ରୋଜେକ୍ଟ ବନାଉଛନ୍ତି ତାଙ୍କ ଭିତରୁ ଆମେ କ'ଣ ଚାହୁଁଛନ୍ତି ଯେ ସେ କେଉଁ ପ୍ରକାର ଏଙ୍ଗେଲକୁ ସବୁ ଭାବି ପାରୁଛନ୍ତି ଡିଫରେଣ୍ଟ ଟାଇପ୍ ଅଫ୍ ଜିନିଷକୁ ଭାବି ପାରୁଛନ୍ତି ତ ନାହିଁ ତ ଆମେ ଛୁଆମାନଙ୍କର ଡାଇଭର୍ଜନ ଥିଙ୍କିଙ୍ଗକୁ ଆମେ ଚେକ୍ କରିବା ପାଇଁ ଚାହୁଁଛନ୍ତି ତ ସେଇ ବିହେଭିୟରଟାକୁ ଫାଷ୍ଟ ତମେ ଲେଖିବ ଛୁଆମାନଙ୍କର ଡାଇଭର୍ଜନ ଥିଙ୍କିଙ୍ଗ ସ୍କିଲ୍କୁ ଆମେ ଜାଣିବା ପାଇଁ ଚାହୁଁଛୁ ତାପରେ ଚୁଜ୍ ଦି ଆକ୍ଟିଭିଟି କେଉଁ ଆକ୍ଟିଭିଟି ତମେ କରିବା ପାଇଁ ଚାହୁଁଛ ଏଠି ପୋଷ୍ଟର ମେକିଂ ଆକ୍ଟିଭିଟିଟା ହେଇଥିଲା ତ ଆକ୍ଟିଭିଟି ଦେଖିବ ତାପରେ ଡିଫାଇନ୍ ଦି କ୍ରାଇଟେରିଆ କ'ଣ କ୍ରାଇଟେରିଆରେ ତୁମେ ହେଉଛି ତାଙ୍କୁ ମାର୍କ ଦେବ ତ ସେଇ କ୍ରାଇଟେରିଆ ଆଡ଼କୁ ତୁମେ ଚୁଜ୍ କରିବ ଏଠି ଯେଉଁଭଳିଆ କ୍ରିଏଟିଭିଟି ନେଟନେସ୍ କଣ୍ଟେଣ୍ଟ ଥିଲା ସେଭଳିଆ କ୍ରାଇଟେରିଆ ତାପରେ ଲେଖିବ ତାପରେ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଏ ଗୁଡ୍ ରୁବ୍ରିକ୍ସ ଗୋଟେ ଗୁଡ୍ ରୁବ୍ରିକ୍ସର କ'ଣ କ୍ୟାରେକ୍ଟରିଷ୍ଟିକ୍ସ ହେବ ତ ଇଟ୍ ୟୁଜେସ୍ କ୍ଲିୟରଲି ଆଣ୍ଡ ଇଜି ଟୁ ଅଣ୍ଡରଷ୍ଟାଣ୍ଡ ଲାଙ୍ଗୁଏଜ୍ ହେଲା ଏଇଟା ହେଉଛି କ୍ଲିୟରଲି ଲେଖା ହେଇଥିବ ଏମିତିଆ ଲାଙ୍ଗୁଏଜରେ ଲେଖା ହେଇଥିବ ଯେଉଁଟା ସମସ୍ତେ ଭଲ ଭାବରେ ବୁଝିପାରୁଥିବେ ଏଠି ଡେସ୍କ୍ରାଇବ୍ସ ହ୍ୱାଟ୍ ଷ୍ଟୁଡେଣ୍ଟ କ୍ୟାନ୍ ଡୁ ଜଷ୍ଟ ୟୁଜିଂ ପଜିଟିଭ୍ ୱାର୍ଡ଼ସ୍ ରୁବ୍ରିକ୍ସରେ ଲେଖା ହେଇଥିବ ଯେ ଛୁଆମାନେ କ'ଣ କରିବେ ହେଲା ତାକୁ ପୁରା ଭଲ ଭାବରେ ଡେସ୍କ୍ରାଇବ୍ କରାହେଇଥିବ ଯେଉଁଭଳିଆ ଏଠି ଛୁଆମାନେ କ'ଣ କରିବେ ନା କ୍ରିଏଟିଭିଟି ଥରେ ଦେଖେଇବେ ନେଟନେସ୍ ଦେଖେଇବେ କଣ୍ଟେଣ୍ଟ ଦେଖେଇବେ ତ ଏଇଭଳିଆ ଡିଫରେଣ୍ଟ ଟାଇପ୍ ଅଫ୍ ଛୁଆମାନେ କ'ଣ କରିବେ ତାକୁ ଡେସ୍କ୍ରାଇବ୍ କରିକି ଲେଖା ହେଇଥିବ ଏଠି ଏକ୍ସପ୍ଲାନ୍ସ ଇଚ୍ ପରଫର୍ମାନ୍ସ ଲେଭେଲ୍ କ୍ଲିୟରଲି ଏକ୍ସଲେଣ୍ଟ ଟୁ ପୁଅର୍ ମାନେ ଛୁଆମାନେ କେତେ ମାର୍କ କେଉଁଟା କଲେ ପାଠ ମାନେ କେଉଁ ଭଳିଆ ପରଫର୍ମାନ୍ସ ଲେଭେଲ୍ କଲେ କେତେ ମାର୍କ ପାଇବେ ଏଟା ବି କ୍ଲିୟରଲି ଏକ୍ସପ୍ଲେନ୍ କରାହେଇଥିବା ଦରକାର ଗୋଟେ ରୁବ୍ରିକ୍ସ ଇଟ୍ ଇଜ୍ ଫାୟାର୍ ଆଣ୍ଡ କନସିଷ୍ଟାଣ୍ଟ ଫର୍ ଅଲ୍ ଷ୍ଟୁଡେଣ୍ଟ ସବୁ ଷ୍ଟୁଡେଣ୍ଟଙ୍କ ଉପରେ ଏଇ ଗୋଟିଏ ପ୍ରକାର ରୁବ୍ରିକ୍ସ ଯେମିତି ଆପ୍ଲାଏ ହେବ ହେଲା ସେଥିପାଇଁ କହୁଛି ଫାୟାର୍ ଆଣ୍ଡ କନସିଷ୍ଟାଣ୍ଟ ହେବା ଦରକାର ଇଟ୍ ହେଲ୍ପସ୍ ଆଭଏଡ୍ ପର୍ସନାଲ୍ ଫିଡ଼ବ୍ୟାକ୍ ପର୍ସନାଲ୍ ବାୟସନେସ୍ ଆଣ୍ଡ ଅନଫେୟାର୍ ଗ୍ରେଡ଼ିଂ ଏଇ ଯେଉଁ ରୁବ୍ରିକ୍ସଟା ୟୁଜ୍ କରାଯିବ ଯେମିତି ସାର୍ ମାନେ କାହାକୁ ପର୍ସନାଲି ମାନେ ଫେଭର ଦେଖେଇକି ତାକୁ ମାର୍କ ଯେମିତି ନଦେବେ
ହେଲା ତ ଏଠି ପର୍ସନାଲ ବାୟସକୁ ଆଭଏଡ୍ କରାଯିବ ରୁବ୍ରିକ୍ସ ଭିତରେ। It uses use sorry it gives useful feedback that helps student improve ହେଲା ଯେତେବେଳେ ଇଏ ରୁବ୍ରିକ୍ସଟା ଦେଖିଲେ ସାର୍ମାନେ ଦେଖିଲେ ତ ସାର୍ମାନେ ଜାଣିପାରିବେ ଯେ ତାର ହେଉଛି ବେଶୀ ମାର୍କ କଟୁଛି କାହା ଦେହରୁ ନା କ୍ରିଏଟିଭିଟିରୁ ମାର୍କ କଟୁଛି ତ ସାର୍ମାନେ ଜାଣିପାରିଲେ ଗୋଟେ ଛୁଆଟା ଭିତରେ ଯେଉଁ ଛୁଆର କ୍ରିଏଟିଭିଟିର ମାର୍କ କଟୁଛି ତା ଭିତରେ କ୍ରିଏଟିଭିଟି ହିଁ ନାହିଁ ତ ସାର୍ମାନେ ତାକୁ ହେଉଛି କ'ଣ କରିବେ ଷ୍ଟୁଡେଣ୍ଟମାନଙ୍କୁ ଆଉ ଥରେ ଟିକେ ଭଲ ସଜେସନ୍ ଦେବେ ତାର କ୍ରିଏଟିଭିଟି କେମିତି ଇନକ୍ରିଜ୍ କରିବେ ତା ଦ୍ୱାରା ଷ୍ଟୁଡେଣ୍ଟର ଇମ୍ପ୍ରୁଭ୍ ହେଇପାରିବ ତ ସାର୍ମାନଙ୍କର ଯେଉଁ ଫିଡ଼ବ୍ୟାକ୍ ଅଛି ତାକୁ ୟୁଜ୍ କରିକି ଷ୍ଟୁଡେଣ୍ଟମାନେ ନିଜର ଇମ୍ପ୍ରୁଭମେଣ୍ଟ କରିପାରିବେ। टाइप्स ऑफ rubrics दी प्रकार छुआ rubrics अछि रोज होलिस्टिक rubric और रोज एनालिटिक rubric। होलिस्टिक rubric माने कोन ना इट गिव्स वन ओवरऑल स्कोर बेस्ड ऑन द ओवरऑल परफॉर्मेंस। एठी कोन ना डिफरेंट टाइप ऑफ क्राइटेरिया नथिबो गुटिया क्राइटेरिया थिबो ता ऊपर पूरा ओवरऑल परफॉर्मेंस देखिकी तुमको से गुटिया क्राइटेरिया बेसिस रे तुमको मार्क दिया जिवो होला वन ओवरऑल स्कोर उटे दिया जिवो Sure, rating essay from 1 to 5 based on the total impression पूरा पाठ पढ़ी सारा ପରେ ବା पूरा ଏସେଟାକୁ ପଢ଼ି ସାରିଲା ପରେ ତମେ 5 ରୁ ତାକୁ 4 ଦେବ ତ ସେଇଟା ହେଉଛି ସେଇ ପ୍ରକାର ଯେଉଁ ମାର୍କିଂଟାକୁ କୁହାଯାଏ ହୋଲିଷ୍ଟିକ୍ ରୁବ୍ରିକ୍। ଆନାଲିଟିକ୍ ରୁବ୍ରିକ୍ କ'ଣ ନା ଇଟ୍ ବ୍ରେକ୍ସ ପରଫର୍ମାନ୍ସ ଇଣ୍ଟୁ ସେପାରେଟ୍ ପାର୍ଟସ୍ ଗ୍ରାମାର ଆଇଡ଼ିଆ କଣ୍ଟେଣ୍ଟ ଏଠି ଯେଉଁ ପୋଷ୍ଟର ମେକିଂର ଥିଲା କ'ଣ କ୍ରିଏଟିଭିଟି ନେଟନେସ୍ ତାପରେ କଣ୍ଟେଣ୍ଟ ଡିଫରେଣ୍ଟ ଟାଇପ୍ ଅଫ୍ ସେପାରେଟ୍ ପାର୍ଟ କରିକି ତମେ ଯେତେବେଳେ ତାକୁ ଆନାଲିଟିକ୍ କରିକି ତାକୁ ମାର୍କ ଦେବ ସେଇଟା କୁହାଯିବ କ'ଣ ଆନାଲିଟିକ୍ ରୁବ୍ରିକ୍ସ। ସ୍କୋରିଂ ରାଇଟିଂ ବାଇ ଗ୍ରାମାର ଭୋକାବୁଲାରୀ ଆଣ୍ଡ କଣ୍ଟେଣ୍ଟ ଗୋଟେ ଏସେ ଲେଖିଲା ବେଳେ ତୁମେ ଗ୍ରାମାରକୁ ଚେକ୍ କରି 4 ମାର୍କ ଦେଲ ଭୋକାବୁଲାରୀରୁ 3 ମାର୍କ ଦେଲ କଣ୍ଟେଣ୍ଟ ପାଇଁ 4 ମାର୍କ ଦେଲ ଏଇଟା ହେଉଛି ଆନାଲିଟିକ୍ ରୁବ୍ରିକ୍ର ଗୋଟେ ଏକ୍ସାମ୍ପଲ୍ ବୁଝିପାରିଲ ଠିକ୍ ଅଛି। ତାପରେ ଆମେ ଦେଖିବା ପୋର୍ଟଫୋଲିଓ। ପୋର୍ଟଫୋଲିଓ ତୁମେ ଏସବୁ ଯାହା ବି ଏଇ ରୁବ୍ରିକ୍ସ ପୋର୍ଟଫୋଲିଓ ଏସବୁ ଆଗରୁ ମୁଁ କହୁଥିଲି ନା ସେତେବେଳେ କିଛି ବୁଝା ହେଉଥିବ ଏତେବେଳେ ଏବେ ଟିକେ ମାନେ କ'ଣ ସବୁ କ୍ଲିୟରଲି ଜଣାପଡ଼ୁଥିବ ହଁ ଏଇଟାକୁ ରୁବ୍ରିକ୍ସ କୁହାଯାଏ ଏଇଟାକୁ ଚେକ୍ ଲିଷ୍ଟ କୁହାଯାଏ ଏଇଟାକୁ ପୋର୍ଟଫୋଲିଓ କୁହାଯାଏ ଓକେ। ଏବେ ଦେଖିବା ପୋର୍ଟଫୋଲିଓ। A portfolio is a collection of student work showing their learning, skill, effort and achievement over the time। ପୋର୍ଟଫୋଲିଓ ବିଷୟରେ ମୁଁ ଆଗରୁ କହିଛି ସାର୍ମାନେ କ'ଣ କରିବେ ନା ଛୁଆମାନଙ୍କର ଯେତିକି କାମ ଅଛି ବା ଛୁଆମାନେ ଯାହା ଯାହା କାମ କରିଛନ୍ତି ପୁରା ବର୍ଷ ଭିତରେ ତାକୁ ସବୁ କଲେକ୍ସନ୍ କରିକି ଗୋଟେ ଜାଗାରେ ସବୁ ରଖିବାକୁ ବା ତାକୁ ଗେଦର କରିବାକୁ ପୋର୍ଟଫୋଲିଓ କୁହାଯାଏ। ପୋର୍ଟଫୋଲିଓ କ'ଣ ନା ଛୁଆମାନଙ୍କର ୱାର୍କକୁ କଲେକ୍ସନ୍ କରିବେ ବା ତାଙ୍କର କିଛି ସ୍କିଲ୍ ଏଫର୍ଟ ବା ଯାହା ଯାହା ଆଚିଭମେଣ୍ଟ କରିଛନ୍ତି ପୁରା ବର୍ଷର ତାକୁ ସବୁ କଲେକ୍ସନ୍ କରି ରଖିବାକୁ ପୋର୍ଟଫୋଲିଓ କୁହାଯାଏ। It includes important and selected work samples, not just everything। ପୋର୍ଟଫୋଲିଓ ଭିତରେ ଛୁଆର ପୁରା ବର୍ଷର ସବୁ ଜିନିଷକୁ ଆଣିକି ଛୁଆ ସିଲେକ୍ଟ କରି ରଖାଯାଏ। ପୁରା ବର୍ଷ ଭିତରେ ତାର ଯେଉଁ ବି 2-3ଟା କାମ ବହୁତ ବେଷ୍ଟ ହେଇଥିବ ବା ବହୁତ ଇମ୍ପୋର୍ଟାଣ୍ଟ ହେଇଥିବ ହେଲା ସେ କାମ ଆଡ଼କୁ ଆଣିକି ଗୋଟେ ଜାଗାରେ ରଖାଯାଏ ତାକୁ ହିଁ ମାନେ ପୋର୍ଟଫୋଲିଓ ଭିତରେ ସବୁ ଜିନିଷ ରଖାଯାଏନି ଯେତିକି ଇମ୍ପୋର୍ଟାଣ୍ଟ ଆଉ ସିଲେକ୍ଟେଡ୍ ୱାର୍କ ଆଡ଼କୁ ଆଣିକି ରଖାଯାଇଥାଏ। ପୋର୍ଟଫୋଲିଓ ଛୁଆ ଦୁଇ ପ୍ରକାର ହେଇପାରିବ ଆଇଦର ତୁମେ ଫିଜିକାଲ୍ ପୋର୍ଟଫୋଲିଓ କହିପାରିବ ବା ଡିଜିଟାଲ୍ ପୋର୍ଟଫୋଲିଓ କହିପାରିବ। ଫିଜିକାଲ୍ ପୋର୍ଟଫୋଲିଓ କ'ଣ ନା ପେପର କିମ୍ବା ଡ୍ରଇଂ ବା ରିପୋର୍ଟ ବା ଏସେ କିମ୍ବା ଯେଉଁ କିଏ ଜଣେ ଷ୍ଟୋରି ଲେଖିଛି ବା ଗୀତ ଲେଖିଛି ତାକୁ ଆଣିକି ତୁମେ ଗୋଟେ ବକ୍ସ ଭିତରେ ସାଇତିକି ରଖିବାଟାକୁ ଫିଜିକାଲ୍ ପୋର୍ଟଫୋଲିଓ ବୋଲି କୁହାଯାଏ। ଡିଜିଟାଲ୍ ପୋର୍ଟଫୋଲିଓ କ'ଣ ନା ଷ୍ଟୁଡେଣ୍ଟର ଯାହା ଯାହା ୱାର୍କ ଅଛି ଜଣେ ଧର ପ୍ରେଜେଣ୍ଟେସନ୍ ବନେଇଛି ଗୋଟେ ଭିଡ଼ିଓ ବନେଇଛି ବା କିଏ ଗୋଟେ ୱେବସାଇଟ୍ ଡେଭଲପ୍ କଲା ତ ତାକୁ ସବୁ ହେଉଛି କିଏ ବ୍ଲଗ୍ସ ବନେଇଛି ତ ଏସବୁ ଆଡ଼କୁ ଯେଉଁ ହେଉଛି କଲେକ୍ଟ କରିକି ରଖିବାଟାକୁ କ'ଣ କୁହାଯାଏ ଡିଜିଟାଲ୍ ପୋର୍ଟଫୋଲିଓ କୁହାଯାଏ ବୁଝିପାରିଲେ। ଫିଜିକାଲ୍ ପୋର୍ଟଫୋଲିଓ ଭିତରେ କ'ଣ ଯିବ ତୁମର ଏସେ ଯିବ କି ଷ୍ଟୋରି ରାଇଟିଂ ହେଲା ଡ୍ରଇଂ ଏସବୁ ଆଡ଼କୁ ଯିବ ଫିଜିକାଲ୍ ପୋର୍ଟଫୋଲିଓ ଭିତରେ ୱେବସାଇଟ୍ ଏସବୁ ଯିବ ଡିଜିଟାଲ୍ ପୋର୍ଟଫୋଲିଓ ଭିତରେ। एग्जाम्पल कौन पोर्टफोलियो ए स्टूडेंट पोर्टफोलियो में इंक्लूड रिटन असाइनमेंट ड्राइंग और आर्ट वर्क टेस्ट प्रोजेक्ट रिपोर्ट्स अवार्ड्स फीडबैक्स सर्टिफिकेट्स जहाँ जहाँ सर्टिफिकेट पाई जहाँ जहाँ फीडबैक तक दिखाई कौट रेकग्नाइज तक कराई से सब आड़ जो कलेक्शन कर गोटे छुआ विषय रखाटा को कौन कह पोर्टफोलियो कह। टाइप्स ऑफ पोर्टफोलियो देख ये 3 प्रकार छुआ पोर्टफोलियो थाए गोटे हूँ डेवलपमेंटाल पोर्टफोलियो असेसमेंट पोर्टफोलियो शोकेस पोर्टफोलियो। बहुत थर छुआ यहाँ एग्जाम पड़ी है तुमको गोटे गोटे सेन्टेन्स दे गोटे सिचुएसन गोटे एग्जाम्पल दे पचार देव यहाँ कौ प्रकार आसी पोर्टफोलियो बुझीपार ना। तो डेवलपमेंटाल पोर्टफोलियो माने कौन ना जिते डेवलपमेंट मैंने बुझीपार ना छोट रू बड़ है यहाँ हूँ डेवलपमेंट जिते गोटे कलेक्शन ऑफ स्टूडेंट वर्क दैट शोज लर्निंग प्रोग्रेस स्टेप बाय स्टेप गोटे छुआर तुम तार डिफरेंट टाइप ऑफ सब कम आड़ को कलेक्शन कर रख जहाँद्वारा तुम से जापर छुआटा के लर्निंग प्रोग्रेस कर जो भाया ए सीरीज ऑफ एसेज शोइंग राइटिंग इम्प्रूवमेंट तुम जो स्कूल जो आरंभ होता गोटे छुआटा जो 10th क्लास को आसला तर लिटरेचर इंग्लीश लिटरेचर जो सार अच्छा से गोटे एसे कंपिटिशन करते एसे गोटे छुआ लिखे तो गोटे छुआर से एसेटा को रखिले थर तो ये बहुत भूल होता
ତାର ପୁଣି ତାକୁ ସାର୍ ପୁଣି ଛୁଆଙ୍କୁ ଏସେ ରାଇଟିଂ ସବୁ ଶିଖେଇଲେ, ତାପରେ ପୁଣି 2 ମାସ ପରେ ଆଉଟେ କଲେ, ପୁଣି 4 ମାସ ପରେ ପୁଣି ଆଉଟେ କଲେ, ବା ପୁଣି 8 ମାସ ପରେ ଆଉଟେ କଲେ। ଏ ଯେଉଁ 2 ମାସ 4 ମାସ 8 ମାସ ଯାହା କରିଛନ୍ତି, ତ ସେ ସବୁକୁ ଗୋଟେ କଲେକ୍ଟ କରିକି ରଖିବେ। ତା ଦ୍ୱାରା ଜାଣିପାରିବେ ଯେ ଛୁଆଟା ଏସେ କମ୍ପିଟିସନରେ ବା ରାଇଟିଂରେ ତାର କେତେ ହେଉଛି ଇମ୍ପ୍ରୁଭମେଣ୍ଟ ହେଇଛି, ତାକୁ ଜାଣିବା ପାଇଁ ଏସବୁ ଆଡ଼କୁ ସିରିଜ୍ ଅଫ୍ କଲେକ୍ସନ୍ କରିକି ରଖିବାର, ଗୋଟେ ଛୁଆଟାର ଡେଭଲପମେଣ୍ଟକୁ କଲେକ୍ଟ କରିକି ରଖିବାର ତାକୁ କ'ଣ କୁହାଯିବ, ଡେଭଲପମେଣ୍ଟ ପୋର୍ଟଫୋଲିଓ କୁହାଯାଏ। ବୁଝିପାରିଲ? ତାପରେ ଆସେସମେଣ୍ଟ ପୋର୍ଟଫୋଲିଓ। ଆସେସମେଣ୍ଟ ପୋର୍ଟଫୋଲିଓ କ'ଣ ନା, ଏ ପୋର୍ଟଫୋଲିଓ ଦ୍ୟାଟ୍ ଇଜ୍ ୟୁଜ୍ ଟୁ ମେଜର ପରଫର୍ମାନ୍ସ ଆଣ୍ଡ ଗିଭ୍ ଏ ମାର୍କ ଟୁ ଏ ଷ୍ଟୁଡେଣ୍ଟ। ଯେତେବେଳେ ଛୁଆର ଯାହା ଯାହା ପରଫର୍ମାନ୍ସ ଅଛି ତାକୁ ସବୁ କଲେକ୍ଟ କରିକି ରଖିବା, ଆଉ ତାକୁ ତା ଦେହରେ ଗୋଟେ ମାର୍କ ଦେବା ହେଲା। ଯେଉଁଭଳିଆ ଏ ସାଇନ୍ସ ପ୍ରୋଜେକ୍ଟ ଇଜ୍ ୟୁଜ୍ଡ ବାଇ ଦ ଟିଚର ଟୁ ଗିଭ୍ ମାର୍କ ଆଟ୍ ଦ ଏଣ୍ଡ ଅଫ୍ ଦି ଟର୍ମ। ଯେତେବେଳେ ତୁମର ହେଉଛି ଲାଷ୍ଟକୁ ଯେତେବେଳେ ତୁମର ଯେଉଁ ଦିଆଯାଏ ମାର୍କ ଦିଆଯାଏ, ଏ ଗ୍ରେଡ୍, ବି ଗ୍ରେଡ୍, ସି ଗ୍ରେଡ୍ ଯେଉଁ ଦିଆଯାଏ ଡିଫରେଣ୍ଟ ଟାଇପ୍ ଅଫ୍ ଛୁଆର ବିହେଭିୟର ଦେଖିକି, ତ ସାର୍ କ'ଣ କଲେ ନା ସେତେବେଳେ ଯେଉଁ ମଝିରେ ଗୋଟେ ଦେଇଥିଲେ, ମାନେ ଯେତେବେଳେ ପୁରା 9 ରୁ 10 ଭିତରେ ମଝିରେ ଗୋଟେ ଛୁଆମାନଙ୍କୁ ଦେଇଥିଲେ ଗୋଟେ ସାଇନ୍ସ ପ୍ରୋଜେକ୍ଟ କରିବା ପାଇଁ। ତ ସାର୍ ଚେକ୍ କଲେ ଯେ କେଉଁ ଛୁଆଟା ଭଲ ସାଇନ୍ସ ପ୍ରୋଜେକ୍ଟ କରିଥିଲା। ତ ତାର ସେଇ ଯେଉଁ କଲେକ୍ସନ୍ ଅଫ୍ ୱାର୍କକୁ ସାର୍ ଯେଉଁ ରଖିଥିଲେ, ତାକୁ ଚେକ୍ କରିକି ଯେଉଁ ଗୋଟେ ଛୁଆଟାକୁ ମାର୍କ ଦିଆଗଲା ବର୍ଷ ଲାଷ୍ଟରୁ, ତ ତାକୁ ଗୋଟେ ତା ସାଇନ୍ସ ପ୍ରୋଜେକ୍ଟକୁ ଦେଖିକି ଗୋଟେ ମାର୍କ ଦିଆଗଲା, ତାକୁ କହିବା ଆସେସମେଣ୍ଟ ଅଫ୍ ପୋର୍ଟଫୋଲିଓ। ଯେଉଁଟାର ଛୁଆମାନଙ୍କର ପରଫର୍ମାନ୍ସକୁ ମେଜର କରିକି ତାଙ୍କୁ ଗୋଟେ ମାର୍କ ଦିଆଯାଏ, ତାକୁ କ'ଣ କୁହାଯାଏ, ଆସେସମେଣ୍ଟ ପୋର୍ଟଫୋଲିଓ। ତାପରେ ହେଉଛି ଶୋକେସ୍ ପୋର୍ଟଫୋଲିଓ। ଶୋକେସ୍ ପୋର୍ଟଫୋଲିଓ କ'ଣ ନା, ଏ ପୋର୍ଟଫୋଲିଓ ଦ୍ୟାଟ୍ ଶୋଜ୍ ଏ ଷ୍ଟୁଡେଣ୍ଟସ୍ ଟପ୍ କ୍ୱାଲିଟି ଅଫ୍ ୱାର୍କ ଅର୍ ଆଚିଭମେଣ୍ଟ। କ'ଣ ଧର ଗୋଟେ ହେଉଛି ତୁମର ଆସିଲେ, ଧର ବାହାରୁ ତୁମର ହେଉଛି ପଡ଼ିଥିଲା ଗୋଟେ ସାଇନ୍ସ ମେଳା ତୁମ ସ୍କୁଲରେ ପଡ଼ିଲା, ତ ତୁମର ଯେଉଁ ବାହାରେ ଦେଖିବ ଏଇଭଳିଆ ଗୋଟେ ତୁଳାର ଗୋଟେ ହେଉଛି ଶୋକେସ୍ ପୋର୍ଟଫୋଲିଓ ଗୋଟେ ଲାଗିଥିବ, ଯେଉଁଟାରେ ଛୁଆମାନଙ୍କର ଯେତିକି ଯେତିକି ବେଷ୍ଟ ୱାର୍କ ଆଡ଼କୁ ରହିଛି, ଯେ ବେଷ୍ଟ ଡ୍ରଇଂ ଅଛି, ବେଷ୍ଟ ଷ୍ଟୋରି ଅଛି, ସେ ସବୁ ଏଇଭଳିଆ ସବୁ ଯେ ମରା ହେଇଥିବ, ସେ କାନ୍ଥର ବା ସେ ବୋର୍ଡ଼ର ସବୁ ମରା ହେଇଥିବ। ଦ୍ୟାଟ୍ ଇଜ୍ ଶୋକେସ୍ ପୋର୍ଟଫୋଲିଓ, ଯେଉଁଠି ଷ୍ଟୁଡେଣ୍ଟର ଟପ୍ କ୍ୱାଲିଟି ଅଫ୍ ୱାର୍କ ଆଡ଼କ ସେଠି କେବଳ ଖାଲି ଲଗାଯାଇଥିବ। ଏ ଷ୍ଟୁଡେଣ୍ଟ ପୋର୍ଟଫୋଲିଓ ୱିଥ୍ ସିଲେକ୍ଟେଡ୍ ବେଷ୍ଟ ଡ୍ରଇଂସ୍ ଟୁ ପ୍ରେଜେଣ୍ଟ ଏ ସ୍କୁଲ ଏକ୍ଜିବିସନ୍। ସ୍କୁଲରେ ଗୋଟେ ଏକ୍ଜିବିସନ୍ ପ୍ରୋଗ୍ରାମ୍ ହେଲା, ଯେଉଁଠି ଯେଉଁ ଛୁଆମାନେ ଅଛନ୍ତି ତାଙ୍କର ବେଷ୍ଟ ଡ୍ରଇଂ ଆଡ଼କୁ କଲେକ୍ଟ କରାହେଇକି ସେଠି ସବୁ ଏକ୍ଜିବିସନ୍ର ଲଗାଗଲା। ତ ତାକୁ କହିବା ଆମେ ଶୋକେସ୍ ପୋର୍ଟଫୋଲିଓ। ବୁଝିପାରିଲ ତିନିଟା ଏମିତି ପୋର୍ଟଫୋଲିଓ କେଉଁଭଳିଆ କ'ଣ, କେଉଁ ସିଚୁଏସନ୍କୁ କେଉଁ ପୋର୍ଟଫୋଲିଓ କୁହାଯାଏ। ତାପରେ ପର୍ପୋଜ ଅଫ୍ ପୋର୍ଟଫୋଲିଓ। ପୋର୍ଟଫୋଲିଓ ଆମେ କାହିଁକି ୟୁଜ୍ କରିଥାନ୍ତି, ତ ଟୁ ଶୋ ଗ୍ରୋଥ୍ ଆଣ୍ଡ ଲର୍ଣ୍ଣିଂ ଓଭର ଦି ଟାଇମ୍। ପୁରା ବର୍ଷ ଭିତରେ ଛୁଆଟା କେଉଁଭଳିଆ କ'ଣ ଲର୍ଣ୍ଣିଂ କରିଛି, କେଉଁଭଳିଆ ତା'ର ଗ୍ରୋଥ୍ ହେଇଛି, ସବୁ ଆମେ ଯଦି ଆମେ ସବୁ ଷ୍ଟୁଡେଣ୍ଟର ୱାର୍କ ଆଡ଼କୁ କଲେକ୍ଟ କରିକି ରଖିଥିବା, ତା ଦ୍ୱାରା ଆମେ ଜାଣିପାରିବା। ଟୁ ଇଭାଲୁଏଟ୍ ଆଚିଭମେଣ୍ଟ ଆଣ୍ଡ ପରଫର୍ମାନ୍ସ। ପୁରା ବର୍ଷ ଭିତରେ ଛୁଆଟା କ'ଣ କ'ଣ ଆଚିଭମେଣ୍ଟ କରିଛି, କେଉଁଭଳିଆ କ'ଣ ପରଫର୍ମାନ୍ସ ଦେଇଛି, ସେସବୁ ତା'ର ପୋର୍ଟଫୋଲିଓରୁ ଜଣା ପଡ଼ିଯାଏ। ଟୁ ହାଇଲାଇଟ୍ ଏ ଷ୍ଟୁଡେଣ୍ଟସ୍ ବେଷ୍ଟ ଏଫର୍ଟ। ହେଲା, ପୋର୍ଟଫୋଲିଓ ଦ୍ୱାରା ଯେଉଁଗୁଡ଼ା ଯେଉଁ ଶୋକେସ୍ ପୋର୍ଟଫୋଲିଓରେ କ'ଣ କରାଯାଏ, ଷ୍ଟୁଡେଣ୍ଟର ବେଷ୍ଟ ଏଫର୍ଟକୁ, ବେଷ୍ଟ ୱାର୍କକୁ ହାଇଲାଇଟ୍ କରାଯାଏ ବା ତାକୁ ଲଗାଯାଇଥାଏ ବା ତାକୁ ମେନସନ୍ କରାଯାଏ। ଫର୍ ୟୁଜ୍ ଇନ୍ ଗ୍ରାଇଡିଂ ଆଣ୍ଡ ରିପୋର୍ଟିଂ। ଯେଉଁଗୁଡ଼ା ତୁମର ହେଉଛି କ'ଣ ପୋର୍ଟଫୋଲିଓ ଆସେସମେଣ୍ଟ ପୋର୍ଟଫୋଲିଓରେ ସେଠି କ'ଣ କରାଯାଏ, ତୁମକୁ ହେଉଛି ଗ୍ରେଡ଼ିଂ ଦିଆଯାଏ, ତାକୁ ତୁମର ମାର୍କିଂ ଦିଆଯାଏ। ତ ତା ପାଇଁ ମାର୍କ ଦେବା ପାଇଁ, ଗ୍ରେଡ୍ ଦେବା ପାଇଁ ମଧ୍ୟ ପୋର୍ଟଫୋଲିଓ ୟୁଜ୍ ହେଇଥାଏ। ୟୁଜ୍ଡ ଫର୍ ପ୍ୟାରେଣ୍ଟ ଟିଚର ଡିସ୍କସନ୍। ଯେତେବେଳେ ପ୍ୟାରେଣ୍ଟ ଟିଚର ଡିସ୍କସନ୍ ହୁଏ, ସେତେବେଳେ ଟିଚର ମାନେ ଛୁଆମାନଙ୍କର ଯେଉଁ ଯେଉଁ ସବୁ ଆଗରୁ ସବୁ କାମ ସବୁ କରିଛନ୍ତି, ଯାହା ଯାହା ୱାର୍କ କରିଛନ୍ତି, ତାକୁ ଆଣିକି ପ୍ୟାରେଣ୍ଟମାନଙ୍କୁ ଦେଖେଇ, ମାନେ ପ୍ୟାରେଣ୍ଟ ଟିଚର ଡିସ୍କସନ୍ରେ ଏଇସବୁ ଆଡ଼କୁ ଦେଖେଇ ପାରିବେ। ତ ଏଇଟା ବି ସେଠି ୟୁଜ୍ ହେଇଥାଏ। ଟୁ ଗିଭ୍ ଏ କମ୍ପ୍ଲିଟ୍ ପିକ୍ଚର ଅଫ୍ ଦି ଲର୍ଣ୍ଣିଂ ଅଫ୍ ଦି ଷ୍ଟୁଡେଣ୍ଟ। ହେଲା, ଗୋଟେ ଷ୍ଟୁଡେଣ୍ଟର ଗୋଟେ କମ୍ପ୍ଲିଟ୍ ପିକ୍ଚର ଦେଇଥାଏ, ଯେ ଖାଲି ସେ ଏକାଡେମିକ୍ରେ କେତେ ଭଲ କରୁଛି ସେ କଥା ନୁହେଁ, ସେ ଡ୍ରଇଂର କେତେ ଭଲ କରୁଛି, କିମ୍ବା ଗୋଟେ ଷ୍ଟୋରି ରାଇଟିଂର କେତେ ଭଲ କରୁଛି। ତ ଗୋଟେ କମ୍ପ୍ଲିଟ୍ ପିକ୍ଚର ଗୋଟେ ଦେଇଥାଏ ଏ ପୋର୍ଟଫୋଲିଓଟା। ତାପରେ ହେଉଛି ଗାଇଡ଼ଲାଇନ୍ସ ଫର୍ ୟୁଜିଂ ପୋର୍ଟଫୋଲିଓ। ସାର୍ ମାନେ ଯେଉଁ ପୋର୍ଟଫୋଲିଓ ୟୁଜ୍ କରୁଛନ୍ତି, ତାର କିଛି କିଛି ଗାଇଡ଼ଲାଇନ୍ ଅଛି। କ'ଣ ଅଛି, ଫାର୍ଷ୍ଟ ହେଉଛି ଆଇଡେଣ୍ଟିଫାଇ ଦି ପର୍ପୋଜ ଅଫ୍ ଦି ପୋର୍ଟଫୋଲିଓ। ଫାର୍ଷ୍ଟ ତୁମେ ପୋର୍ଟଫୋଲିଓଟା କାହିଁକି ତୁମେ ହେଉଛି ମାନେ ହେଉଛି ସେଇ ଯେଉଁ ପୋର୍ଟଫୋଲିଓଟା ତୁମେ ବନେଇଛ, ତାର ପର୍ପୋଜ କ'ଣ, ଯେ ମୁଁ ଛୁଆର ଡ୍ରଇଂ ସ୍କିଲ୍ ଆଡ଼କୁ ମୁଁ ଜାଣିବା ପାଇଁ ଚାହୁଁଛି, ସେଇଟା ହେଉଛି ତା ପର୍ପୋଜ। ତ ଫାର୍ଷ୍ଟ ସେଇ ପର୍ପୋଜଟା ଆଇଡେଣ୍ଟିଫାଇ କର। ତାପରେ ଚୁଜ୍ ଦି ଟାଇପ୍ ଅଫ୍ ୱାର୍କ ଦ୍ୟାଟ୍ ମେଚ୍ ଦି ଗୋଲ୍ସ। ତୁମେ ଯେଉଁ ସ୍କିଲ୍ଟା ଛୁଆର ଗୋଟେ ଅବଜର୍ଭ କରିବା ପାଇଁ ଚାହୁଁଛ, ତା ସହିତ କେଉଁ ୱାର୍କ ଆଡ଼କୁ ରିଲେଟେଡ୍, ନା ସେଇ ୱାର୍କ ଆଡ଼କୁ ଚୁଜ୍ କର। ଧର ଡ୍ରଇଂ କିମ୍ବା ହେଉଛି ତୁମର ହେଉଛି ଷ୍ଟୋରି ରାଇଟିଂ। ତୁମେ ଯଦି ଚାହୁଁଛ ହେଉଛି ଛୁଆର ଗୋଟେ କ'ଣ ତୁମର ରାଇଟିଂ ସ୍କିଲ୍ ଜାଣିବା ପାଇଁ, ବା ତା'ର ହେଉଛି ହ୍ୟାଣ୍ଡ ରାଇଟିଂ ଚେକ୍ କରିବା ପାଇଁ, ତାହେଲେ ତା'ର ଷ୍ଟୋରି ରାଇଟିଂ ବା ମ୍ୟୁଜିକ୍ ରାଇଟିଂ ଏସବୁକୁ ତୁମେ ହେଉଛି ୱାର୍କ ଆଡ଼କୁ ତୁମେ ହେଉଛି ଦେଖିପାରିବ, ବା ସେଇସବୁ ୱାର୍କ ଆଡ଼କୁ ତୁମେ ଚୁଜ୍ କରିପାରିବ। ଡିସାଇଡ୍ ହାଉ ମଚ୍ ଟୁ ଇନକ୍ଲୁଡ୍ ଅର୍ ହାଉ ଟୁ ଅର୍ଗାନାଇଜ୍ ଇଟ୍। ତୁମେ ଗୋଟେ ଛୁଆର କେତେଟା ମାନେ ବେଷ୍ଟ କାମକୁ ସେଠି ଇନକ୍ଲୁଡ୍ କରିବ ଗୋଟେ ପୋର୍ଟଫୋଲିଓ ଭିତରେ, ଆଉ ତାକୁ କେଉଁ ଭଳିଆ ଅର୍ଗାନାଇଜ୍ କରିବ। ଛୁଆର ଟପ୍ ଟୁ ବଟମ୍, ମାନେ ଭଲ, ଫାଷ୍ଟ ଭଲ, ତାପରେ ଟିକେ ଭଲ, ତାପରେ ଆଉ ଟିକେ ଭଲ, ସେଇଟା ଇଏ କରିବ, ନା କେଉଁ ଭଳିଆ କ'ଣ ଅର୍ଗାନାଇଜ୍ କରିକି ରଖିବ, ତାକୁ ତୁମେ ଡିସାଇଡ୍ କରିବ। ତେବେ ଡିସାଇଡ୍ ହୁ ସିଲେକ୍ଟେଡ୍ ଦି କଣ୍ଟେଣ୍ଟ। ଯେଉଁ ଛୁଆମାନଙ୍କର ଯେଉଁ ସବୁ କଣ୍ଟେଣ୍ଟ ଅଛି, ଭଲ ଭଲ କଣ୍ଟେଣ୍ଟ ଅଛି, ତାକୁ କିଏ ସିଲେକ୍ଟ କରିବ, ସାର୍ ମାନେ ସିଲେକ୍ଟ କରିବେ, ନା ଟିଚର ଛୁଆମାନେ ନିଜେ ନିଜେ ସିଲେକ୍ଟ କରିବେ, ନା ଆଉ କିଏ ସିଲେକ୍ଟ କରିବେ।
ତାପରେ ସେଟ୍ କ୍ରାଇଟେରିଆ ଫର୍ ଦି ଇଭଲ୍ୟୁସନ୍ ଯେଉଁ ଛୁଆମାନଙ୍କୁ ମାର୍କ ଦିଆଯିବ ହେଲା ସେଇ ପୋର୍ଟଫୋଲିଓ ବେସିସ୍ରୁ ଯେଉଁ ମାର୍କ ମିଳିଯିବ ତା ପାଇଁ ଗୋଟେ କ୍ରାଇଟେରିଆ ରଖ ଯେ ରୁବ୍ରିକ୍ସ ବେସିସ୍ର ରୁବ୍ରିକ୍ସ ବନେଇକି ଗୋଟେ କ୍ରାଇଟେରିଆ କର ନହେଲେ ଚେକ୍ଲିଷ୍ଟ ବନେଇକି ଗୋଟେ କ୍ରାଇଟେରିଆ ଠିକ୍ କର ଯେ କେଉଁ ଭଳିଆ ଛୁଆଙ୍କୁ ମାର୍କ ଦିଆଯିବ ତାପରେ ହୋଲ୍ଡ ଦି ପୋର୍ଟଫୋଲିଓ ଡିସ୍କସନ୍ ୱିଥ୍ ଦି ଷ୍ଟୁଡେଣ୍ଟ ହେଲା ଛୁଆମାନଙ୍କ ସହିତ ଗୋଟେ ଡିସ୍କସନ୍ ରଖ ଯେ ଛୁଆମାନେ ଆମେ ଗୋଟେ ଏଇଭଳିଆ ପୋର୍ଟଫୋଲିଓ ଗୋଟେ ବନା ହେଇଛି ଆଉ ତୁମର ଏଇ ଜିନିଷ ଆଡ଼କୁ ଏଇ ପୋର୍ଟଫୋଲିଓରେ ରହିବ ତ ତୁମେ ସେଥିପାଇଁ ଭଲ ଭଲ ସବୁ ଜିନିଷ ତୁମେ ସବୁ ବନେଇକି ଆଣ ତ ପୋର୍ଟଫୋଲିଓ ଡିସ୍କସନ୍ ଗୋଟେ ଛୁଆମାନଙ୍କ ସହିତ ବନେଇବା ଦରକାର ତାପରେ ସେଟ୍ ଏ ଟାଇମ୍ ଫ୍ରେମ୍ ଯେ ସେଇ ପୋର୍ଟଫୋଲିଓଟା କେତେ ଦିନ ପର୍ଯ୍ୟନ୍ତ ବା ଯେଉଁ ତୁମେ ଯେଉଁ ପୋର୍ଟଫୋଲିଓଟା କଲେକ୍ସନ୍ କରୁଛ ଛୁଆମାନଙ୍କର କାମ ଗୋଟେ ବର୍ଷ ଯା ନା 2 ବର୍ଷ ଯା ନା 4 ମାସ ଯା ମାନେ କେତେ ଟାଇମ୍ ପାଇଁ ତୁମେ ଗୋଟେ ପୋର୍ଟଫୋଲିଓ ବନେଇବ ତାର ଗୋଟେ ଟାଇମ୍ ଗୋଟେ ମାନେ ଟାଇମ୍ ଫ୍ରେମ୍ ଗୋଟେ ତୁମେ ସେଟ୍ କର ତାପରେ ହେଉଛି ଲିଷ୍ଟ ଟାଇପ୍ସ ଅଫ୍ ୱାର୍କ ଟୁ ବି ଇନକ୍ଲୁଡେଡ୍ କେଉଁ କାମ ସେଇ ଯେଉଁ ପୋର୍ଟଫୋଲିଓ ଭିତରେ ଛୁଆମାନଙ୍କର କେଉଁ କାମଟା ସେ ପୋର୍ଟଫୋଲିଓ ଭିତରେ ଇନକ୍ଲୁଡ୍ ହେବ ତାକୁ ତାର ଲେଖିକି ଛୁଆମାନଙ୍କୁ ଦିଅ ତାପରେ କ୍ଲାରିଫାଏ ହାଉ ଇଟ୍ ୱିଲ୍ ବି ଆକ୍ସେସ୍ଡ ଛୁଆମାନଙ୍କୁ କୁହ ଯେ ତୁମେ ଯେଉଁ ପୋର୍ଟଫୋଲିଓଟା ବନେଇକି ଆଣିବ ତାକୁ ଆମେ ତା ଦେହରୁ କେଉଁ ଭଳିଆ କ'ଣ ମାର୍କ ଦେବା ବା ତୁମେ କେଉଁ ଭଳିଆ କ'ଣ ପ୍ରାଇଜ୍ ପାଇବ ସେସବୁ ଆଡ଼କ କ୍ଲାରିଫାଇ କର ଛୁଆଙ୍କ ସହିତ ନେକ୍ସଟ ସିଓର ଷ୍ଟୁଡେଣ୍ଟସ୍ ହେଭ୍ ଆକ୍ସେସ୍ ଟୁ ଦି ମ୍ୟାଟେରିଆଲ୍ ଆଣ୍ଡ ଟେକ୍ନୋଲୋଜି ଯେଉଁ ସାର୍ମାନେ ଯେଉଁ ଛୁଆମାନଙ୍କର ସବୁ ମାନେ କ'ଣ କଲେକ୍ସନ୍ କରିକି ସବୁ ଜିନିଷ ଆଡ଼କୁ ରଖିଥିବେ ବା ପୋର୍ଟଫୋଲିଓଟା ବନେଇଥିବେ ସେଇଟା ଯେମିତି ଛୁଆମାନଙ୍କୁ ଆକ୍ସେସ୍ ହେବ ଯେ ଛୁଆମାନେ ସେ ଜିନିଷ ଆଡ଼କୁ ଦେଖିପାରିବେ ବା ସେ ମେଟେରିଆଲ୍ ଆଡ଼କୁ ମାନେ ୟୁଜ୍ କରିପାରିବେ ବୁଝିପାରିଲ ପୁରା ଏଇଟା ଥିଲା ତୁମର ପୋର୍ଟଫୋଲିଓ ଏଇଠି ଛୁଆ ତୁମର ଥାର୍ଡ଼ ସେମିଷ୍ଟାରର जो थार्ड यूनिटा अच्छे से छुआ कम्प्लीट होती तुम देखो बहुत छुआ थार्ड यूनिटा बहुत तार सिलेबस बहुत बेड़ से मत दुईटा आम हूँ भिडियो करके सारे पड़ा जदि भिडियोटा भल लगी तेल भिडियोटा को लाइक कर चैनल को सब्सक्राइब करके सांग सहित सेयार करेंगे मतलब कमेंट कहे केमी कौन भिडियोटा लगे कौन है कौन ना मत गोटे कमेंट कहे तो जब नोटा परचेस करने चाहते यहाँ मो व्हाट्सअप नंबर तुम मतलब ये व्हाट्सअप नंबर मेसेज करके नोटा परचेस कर 390 रुपीज पड़ो तुम पूरा ऑल सब्जेक्ट मैंने 4टा बोधे सब्जेक्ट तुम 2टा मैथ सब्जेक्ट और 2टा पेडागोजी सब्जेक्ट तो थैंक यू फॉर वाचिंग माय वीडियो टिल द एंड जय जगन्नाथ।